ଗୁଡ୍ ମର୍ଣ୍ଣିଂ ପିଲାମାନେ ଆମେ ଆଜି ପଞ୍ଚମ ଶ୍ରେଣୀ ଗଣିତ ମେଲା ବହିର ଦ୍ୱିତୀୟ ପାଠ ଭଗ୍ନ ସଂଖ୍ୟା ବିଷୟରେ ପଢିବା। ଏଠି ପିଲାମାନେ ଦେଖ ଦେଇଛି ଗୋଟେ ଚକୋଲେଟ ଦେଇଛି ହେଲା, ଚକୋଲେଟ ତମ ନା ପଞ୍ଚମ ଶ୍ରେଣୀର ଛାତ୍ରୀ, ତା ପାଖରେ ଭିନ୍ନ ଆକାର ଦୁଇଟି ଚକୋଲେଟ ଅଛି। ସେ କହୁଛି ଯେ ତା ପାଖରେ ଥିବା ଚକୋଲେଟ ମଧ୍ୟରୁ ଗୋଟିକର ଏକ ବିଭକ୍ତ 3, ଅନ୍ୟଟିର ଏକ ବିଭକ୍ତ 2 ଅପେକ୍ଷା ବଡ ହେଲା। ତାହା କଣ ଠିକ? 3 ଭାଗରୁ 1 ଭାଗ 2 ଭାଗରୁ 1 ଭାଗ ଦିଆଯାଇଛି। ଏହା କାହିଁକି ବୁଝାଇ କୁହ ବୋଲିକି ଦେଇଛି ହେଲା। ଠିକ ଅଛି, ଏଟା ଛୋଟ ଚକୋଲେଟଟା ହେଲା, ଏଟା ଛୋଟ ଚକୋଲେଟଟା ତାର 2 ବିଭକ୍ତକ 1 ଅଂଶ ହେଲା। ଆଉ ଏଇ ଚକୋଲେଟ ଦେଖ, ଏଇଟାର 3 ବିଭକ୍ତକ 1 ଅଂଶ, କୋଉଟା ବଡ ହେବ ପିଲାମାନେ? ଏହାର 1 ବିଭକ୍ତକ 3 ଅଂଶ ବଡ ହେବ ନା 2 ବିଭକ୍ତକ 1 ଅଂଶ ବଡ ହେବ? ଦିଶୁଛି ତମକୁ ଛୋଟ ଛୋଟ ଯୋଉ ଚକୋଲେଟର ଟୁକୁଡାଟା ଦେଖ, ଏଠି 4ଟି ଅଛି, ସେ ସେମଟା ଏଠି କେତେଟା ଅଛି? 1 2 3 4 5 6 7 8 9, 9ଟା ଅଛି। ତ ଏହାର 2 ବିଭକ୍ତକ 1 ଅଂଶ ବେଲେ ଅଧା, ଏହାର ଅଧା ବେଲେ 2ଟି ଖଣ୍ଡ ଆସିବ, ଏଇଟା 2ଟି ଖଣ୍ଡ ଆସିବ ହେଲା। ଏଠି 3 ବିଭକ୍ତକ 1 ବିଭକ୍ତକ 3 ଅଂଶ ଦେଇଛି, ମାନେ 3 ଭାଗରୁ 1 ଭାଗ ନେବ। ଏଟାକୁ ଫାଷ୍ଟ 3 ଭାଗ କର, 3 ଭାଗ ବୋଲେ ଏଟା ଗୋଟେ ଭାଗ ହେଲା, ଏଇ ଉପରଟା 1 ଭାଗ ଗଲା ହେଲା। ତାପରେ ତଳେ ଆଉ ଗୋଟେ ଭାଗ ହେଲା ଏଇଟା, ପୁଣି ଆଉ ଗୋଟେ ଭାଗ ହେଲା ତଳେ ହେଲା, ଏଟା ଗୋଟେ ଭାଗ ହେଲା, 3 ଭାଗ ହେଲା ତ ସମାନ ଭାଗ। ଏବେ ଦେଖ ଗୋଟେ ଭାଗରେ କେତୋଟି ତମର ଖଣ୍ଡ ଆସିଲା? 3 ଖଣ୍ଡ ଆସିଲା। ଗୋଟେ ଭାଗରେ 3 ଭାଗରୁ ଗୋଟେ ଭାଗ ବୋଲେ 3 ଭାଗରୁ 1 ଭାଗ ୟାର ବଡ ଚକୋଲେଟର 3 ଖଣ୍ଡ ଆସିଲା, ଏଠି 2 ଖଣ୍ଡ ଆସିଲା, ମାନେ କିଏ ବଡ ହେଲା? ଏଟା ବଡ ହେଲା, ଏଟା ବଡ ହେଲା କି ନାଇଁ? ଆମେ କେତେବେଲେ କହିବା ଯେ କୌଣସି ଜିନିଷ 1 ବିଭକ୍ତକ 2 ହେଉଛି 1 ବିଭକ୍ତକ 3 ଅପେକ୍ଷା ବଡ? କେତେବେଲେ କହିବା? ଯେତେବେଲେ ନାଇଁ କି ତାର ସାଇଜଟା ବଡ ଥିବ ପିଲାମାନେ, ଆକାରଟା ବଡ ଥିବ ହେଲା। ଏ ଚକୋଲେଟର ଆକାରଟା ବଡ ଥିଲା ବୋଲିକି ସିନା 3 ଭାଗରୁ ଗୋଟେ ଭାଗ 2 ଭାଗରୁ 1 ଭାଗରୁ ବଡ ହେଲା, ନହେଲେ ହେବନି। ସମାନ ଥିଲେ 2 ଭାଗରୁ 1 ଭାଗ ହିଁ ବଡ ହୁଏ ହେଲା, ବୁଝିଗଲା? ଦୁଇଟି ପୂର୍ଣ୍ଣାଙ୍ଗର ଦୁଇଟି ଭଗ୍ନ ସଂଖ୍ୟାକୁ ତୁଳନା କରିବା ପାଇଁ ଭଗ୍ନ ସଂଖ୍ୟା ଗୁଡିକୁ ଗୋଟିଏ ପୂର୍ଣ୍ଣାଙ୍ଗରୁ ନେବା ଉଚିତ। ପୂର୍ଣ୍ଣାଙ୍ଗ ଏକକୁ ନେଇକି ଆମେ ନେଇକି ସେଟାକୁ 1କୁ ଆଧାର କରିକି ଆମେ ସବୁ ତୁଳନା କରିଥାଉ ହେଲା। ତ ଏଇଟା ଆଗକୁ ପଢିବା ଭଲସେ ହେଲା। ଆସ ଗ୍ରିଡ ସହ ଖେଳିବା ପିଲାମାନେ। ଗ୍ରିଡ ଦିଆହେଇଛି, 1 2 3 4 5 6 7 8, ଏପଟେ 8ଟା, ଏପଟେ ତଳେ 1 2 3 4 5 6, କେତେଟା ଅଛି ପିଲାମାନେ? ଏପଟେ ଅଛି 8ଟା, ଏପଟେ ଅଛି 7ଟା, 6ଟା ଅଛି ନା। ତ 800କୁ 48ଟା ହେବ, କେତେଟା ହେବ? 48ଟା ଘର ହେବ ହେଲା ପିଲାମାନେ। କେତେଟା ହେବ? 48ଟା ହେବ, ଭିତରେ 48ଟା ଘର ଥିବ ହେଲା। ଗ୍ରିଡ କର 1 ବିଭକ୍ତକ 8 ଅଂଶକୁ ଲାଲ ରଙ୍ଗରେ ଚିତ୍ରିତ କର କହିଛି ପିଲାମାନେ। ତ ଏଠି 48ଟା ବକରା ଅଛି ହେଲା, ମାନେ 48ଟା ଖଣ୍ଡ ହେଲା, 48 ଖଣ୍ଡ ଅଛି, 48 ଖଣ୍ଡ କରାଯାଇଛି। ତ 48 ଖଣ୍ଡର 1 ବିଭକ୍ତକ 8 ବେଲେ କେତେ ପିଲାମାନେ, କେମିତି ଜାଣିବା? ଦେଖ ଏପଟେ ମୁଁ କରିଛି, ଦେଖ ଏଇଟା ତ ଦେଖ ପିଲାମାନେ, ଏଇଟା ଏଇଟା ଗୋଟେ ପୂର୍ଣ୍ଣାଙ୍ଗ କହିପାରିବ 1, ଗୋଟେ ପିସ୍ ଅଛି, ଯାହା ବି ଚକୋଲେଟ ହଉ ପିଠା ହଉ ଯାହା ହଉ, ତାକୁ 2 ସମାନ ଭାଗରେ କାଟିଦେଲେ କଣ ହବ? ପ୍ରତ୍ୟେକ ଭାଗ 2 ଭାଗରୁ 1 ଭାଗ, ଏଇଟା ବି ସେ 2 ଭାଗରୁ 1 ଭାଗ ହେଲା କି ନାଇଁ? 2 ଭାଗରୁ 1 ଭାଗ ମାନେ 1 ବିଭକ୍ତକ 2 1 ବିଭକ୍ତକ 2 ମିଶିକି 1 ହେବ। ତାପରେ ଦେଖ ପିଲାମାନେ, ଏଇଟା ଗୋଟେ ଚକୋଲେଟକୁ ଆମେ 4 ଫାଲ କଲେ, ସମାନ ଫାଲ 4 ସମାନ ଫାଲ କଲେ, 4 ସମାନ ଫାଲ କଲା ପରେ ପ୍ରତ୍ୟେକ ଫାଲରେ କେତେ ଆସିବ? ପ୍ରତ୍ୟେକ ଭାଗରେ ଆସିବ ତମର 4 ଭାଗରୁ ଭାଗେ କହିବା। ଏଇଟା 4 ଭାଗରୁ ଭାଗେ, ତ ଏଇଟା 4 ଭାଗରୁ ଭାଗେ, 4 ଭାଗରୁ ଭାଗେ, 4 ଭାଗରୁ ଭାଗେ, 4 ଭାଗରୁ ଭାଗେ। ତ ଏଇଟାକୁ ଗୋଟେ ପିସକୁ କଣ କହିବା? 1 ବିଭକ୍ତକୁ 4 କହିବା ହେଲା। ତାପରେ ଆଗକୁ ଦେଖ ପିଲାମାନେ, ଏଇଟା କେତେ ଭାଗ କରାହେଇଛି? 9 ଭାଗ କରାହେଇଛି କି ନି? 9 ଭାଗ ମାନେ 9 ଭାଗରୁ ଗୋଟେ ଭାଗକୁ
ଏକ ବିଭକ୍ତକ 9 ବୋଲିକରି କହିବା। ଏଇଟା ସବୁ ଲେଖିପାରିବ ପିଲାମାନେ। ଏଇ କଥା କହୁଥିଲି ଗ୍ରିଡ୍। ଦେଖ 1 ବିଭକ୍ତକ 8 ଅଂଶ 48ଟା ତମର ଖଣ୍ଡ ଅଛି। 48 ଖଣ୍ଡର 1 ବିଭକ୍ତକ 8 କେତେ ହେବ? ଏଟାକୁ ପିଲାମାନେ କଣ କରିବ? ତମେ ଫାର୍ଷ୍ଟରେ ନାଇକି ତମର ଯେତୋଟି ଖଣ୍ଡ ହେଇଛି, ଟୋଟାଲ କେତେ ଖଣ୍ଡ ହେଇଛି? 48 ଖଣ୍ଡ ହେଇଛି ପିଲାମାନେ। 48 ଖଣ୍ଡ ମାନେ ଏଇ ଏଇଟା ଆଉ ଗୋଟେ କଥା ପିଲାମାନେ, ଯେ ଟିକେ ଧ୍ୟାନ ଦେବ ଯେ ଭଗ୍ନାଂଶ ଯେତେବେଳେ ଆମେ ପଢୁଛେ, ଆଗରୁ ବି ଜାଣିଥିବ ଭଗ୍ନାଂଶ ପଢୁଛେ ମାନେ 1 ବିଭକ୍ତକ 2 ପଢୁଛେ, ଯାହା କିଛି ବି ପଢୁଛେ, ଉପରଟାକୁ କଣ କୁହାଯାଏ? ଲବ କୁହାଯାଏ ହେଲା। ଏଇଟା ହେଲା ଲବ, ଏଇଟା ଲବ କୁହାଯାଏ ହେଲା, ଲବ। ଆଉ ତଳଟାକୁ ହର ବୋଲିକି କୁହାଯାଏ ପିଲାମାନେ। ସମସ୍ତେ ଜାଣିଥିବ ଆଗରୁ ହର ହେଲା। ଏଠି ଲବ 1 ଅଛି, ହର 8 ଅଛି। ତ ଆମେ ହରକୁ ଯେତେ ଖଣ୍ଡରେ ଭାଗ କରାଯାଇଛି ନାଇଁ କି, ହରକୁ ସେତେ ବନେଇବାକୁ ଚେଷ୍ଟା କରିବା ଆଗ। ଆମକୁ କେତେ ଖଣ୍ଡ ଦିଆଯାଇଛି? 48 ଖଣ୍ଡ। ତ ହରକୁ 48 କରିବା। 48 କରିବା। କେମିତି 48 କରିବା? 8ରେ କେତେ ଗୁଣିଲେ 48 ପିଲାମାନେ? 6। ତ ଏଠି 6 ଗୁଣିଲି। ତଳେ 6 ଗୁଣିଲ ମାନେ ଉପରେ ବି ସେ ସମାନଟା ଗୁଣିବ, ସମାନ ସଂଖ୍ୟାଟା। 6 ଗୁଣିଲ ମାନେ ଉପରେ ବି 6 ଗୁଣିଲି ହେଲା। ତ ଉପରେ 1 ସୁକ 6 ହେଲା, ତଳେ 8 ସୁକ 48 ହେଲା। ମାନେ 1 ବିଭକ୍ତକ 8 କାହା ସହିତ ସମାନ ହେଲା? 6 ବିଭକ୍ତକ 48 ସହିତ ସମାନ ହେଲା। ମାନେ 48 ଭାଗରୁ 6 ଭାଗ। ଏଇଠି 48 ଭାଗରୁ 6 ଭାଗ। ଗୋଟେକୁ କେତେ କହିବା? ଗୋଟେକୁ 48 ଭାଗରୁ 1 ଭାଗ କହିବା। ତ ଗୋଟେ ହେଲା 48 ଭାଗରୁ 1 ଭାଗ କି ନାହିଁ? 1 ବିଭକ୍ତକ 48। ଏମିତି କେତେଟା ଅଛି? 48ଟା ଅଛି। ତ 6ଟାକୁ କଲର କରିବ। 1 2 3 4 5 6। 6ଟାକୁ କଲର କରିବ ପିଲାମାନେ ହେଲା। ଖ ନମ୍ବର ବି ସେମିତି କରିବ। ଖ ନମ୍ବର 1 ବିଭକ୍ତକ 6 ଅଂଶକୁ ରଙ୍ଗ ଦିଅ କହିଛି। ଏଇଠି ଦେଖ ଖ, ଏଟା 1 ବିଭକ୍ତକ 6 ଅଂଶକୁ ନୀଳ ରଙ୍ଗରେ ଚିତ୍ରିତ କର କହିଛି। କଣ କରିବ ତମମାନେ? ଯେ ଟୋଟାଲ କେତେଟା ଅଛି ଦେଖ, ମୋଟ କେତେଟା ଖଣ୍ଡ ଅଛି? 48 ଖଣ୍ଡ ଅଛି। 48 ଖଣ୍ଡ ଏଇଟା ବି ଅଛି। ତଲେ କେତେ ଗୁଣିଲେ 48 ହେବ? 6ରେ 8 ଗୁଣିଲେ, ଉପରେ ବି ସେ ସମାନ 8 ଗୁଣିବ। ତ 8 ବିଭକ୍ତକ 48। ମାନେ ଏଇଠି ପିଲାମାନେ 8ଟା ଘରକୁ ତମେ ରଙ୍ଗ କରିବ। ଗୋଟେ ଘର, 2 ଘର, 3 ଘର, 4 ଘର, 5 6 7 8। 8ଟି ଘରକୁ ତମେ କଲର କରିବ ପିଲାମାନେ, ଏଇଟାକୁ ରଙ୍ଗ କରିବ ହେଲା। ତାପରେ ଗ ନମ୍ବର ଦେଇଛି ଦେଖ, 1 ବିଭକ୍ତକ 12 ଅଂଶକୁ ହଳଦିଆ ରଙ୍ଗରେ ଚିତ୍ରିତ କର। 1 ବିଭକ୍ତକ 12 ଅଂଶ ମାନେ କେତେ? ତଲେ ହରକୁ 48 କରିବା। ତ 48ଟା ଘର ଅଛି। କେତେଟା ଘର ଅଛି? 48ଟା। ମାନେ ଭାଗ ବି କହିପାରିବ ହେଲା। ତ କେତେ ଗୁଣିଲେ 48 ହେବ? 4 ଗୁଣିଲେ। 12 ଗୁଣନ 4 48। ଉପରେ କେତେ ଗୁଣିବ? ଉପରେ ବି 4। ତ 4 ବିଭକ୍ତକ 48 ହେଇଗଲା। ତ ଗରେ କେତେଟା ଘର ତମେ କଲର କରିବ? 4ଟା। 1 2 3 4 ହେଲା। କୌଣସି ଗ୍ରିଡରେ 1 ବିଭକ୍ତକ 3 କୁ ଦେଖିପାରୁଛ କି କହୁଛି? ଯଦି ହଁ ସୂଚିତ କର। ଏଟା 1 ବିଭକ୍ତକ 3 କେତେ ହେବ ପିଲାମାନେ? 1 ବିଭକ୍ତକ 3 କେତେ ହେବ? ନିଜେ କହ। କେତେ ଗୁଣିବା? ତଳେ 3ରେ କେତେ ଗୁଣିଲେ 48 ହେବ? କେତେ ଗୁଣିଲେ 48 ହେବ? ତଳେ 16। ଉପରେ ବି 16 ଗୁଣିବ। ତ 48 ଭାଗରୁ କେତେ ହେବ ପିଲାମାନେ? 16 ଭାଗ। 16 ଭାଗରୁ 48 ଭାଗ। ମାନେ 48 ଭାଗରୁ 16 ଭାଗ। 16 ବିଭକ୍ତକ 48 ଲେଖିବ ଏଟାକୁ। 16 ବିଭକ୍ତକ 48। 1 ବିଭକ୍ତକ 3 କୁ ହେଲା। ଏଟା ସବୁ ଶିଖିଲ ପିଲାମାନେ। ଆଗକୁ ପଢିବା ହେଁ। 1 ବିଭକ୍ତକ 3 ଆଉ 2 ବିଭକ୍ତକ 6 ସମାନ କି? ଦେଖ 1 ବିଭକ୍ତକ 3 ଆଉ 2 ବିଭକ୍ତକ 6 କୁ ଆମେ କଣ ଲେଖିପାରିବା? ଦେଖ ପିଲାମାନେ, ତାର ହର ଯଦି ସମାନ ନାହିଁ ତ ଆଗ ହର ସମାନ କରିବାକୁ ଚେଷ୍ଟା କରିବ। ତ ହର କେମିତି ସମାନ କରିବ? ହରକୁ ସମାନ କରିବ ମାନେ ଯେତେ ହର ଦିଆ ହେଇଛି, ଏଇଠି 3 ଦିଆ ହେଇଛି, 3ରେ କେତେ ଗୁଣିଲେ 6 ଆସିବ? 2 ଗୁଣିଲେ। 2 ଗୁଣିଲେ ଉପରେ ବି କେତେ ଗୁଣିବ? 2 ଗୁଣିବ। ତ 2 ବିଭକ୍ତକ 6 ହେଲା କି ନାହିଁ ପିଲାମାନେ? ହେଁ? ତ 1 ବିଭକ୍ତକ 3 ତାର ମାନେ ଯେ 2 ବିଭକ୍ତକ 6 ସହିତ ସମାନ ହେଲା। ଏହାକୁ ସମଭଗ୍ନ ସଂଖ୍ୟା କୁହାଯାଏ। ଯେତେବେଳେ ଦୁଇଟି ଭଗ୍ନ ସଂଖ୍ୟା ସମାନ ହୁଏ, ତାକୁ ସମଭଗ୍ନ ସଂଖ୍ୟା କୁହାଯାଏ। ପରୀକ୍ଷାରେ ଆସିବ। ଆଗକୁ ଦେଖ, ଏଠି
ଭଗ୍ନ ସଂଖ୍ୟା କିଟ୍ ସହ ମଜା କରି ଖେଳିବା ଦେଇଛି ହେଲା। ଏଠି ପିଲାମାନେ ପୂର୍ଣ୍ଣାଙ୍ଗ ଥିଲା। ପୂର୍ଣ୍ଣାଙ୍ଗ ମାନେ ଯେକୌଣସି ଏବେ ଭାବିନିଅ ପିଠା ଥିଲା ହେଲା। ଗୋଟେ ପିଠା ଥିଲା। ସେଟା ହେଲା 1 ଗୋଟେ ମାନେ 1 ତାକୁ ପୂର୍ଣ୍ଣାଙ୍ଗ ଅଛି। ପୂର୍ଣ୍ଣାଙ୍ଗ କହିବା ହେଲା। ତାକୁ ଦେଖ କେମିତି ଭାଗ କରାଯାଇଛି। ତାକୁ ଫାର୍ଷ୍ଟ ଏମିତି କାଟି ଦିଆଗଲା। ଏମିତି କାଟି ଦିଆଗଲା ମାନେ ଏଇଟା ଅଧା ହେଇଗଲା, ଏଇଟା ଅଧା ହେଇଗଲା। ଅଧାକୁ କଣ କହନ୍ତି? ଦୁଇ ଭାଗ କଲେ ଆମେ ସମାନ ଦୁଇ ଭାଗ କଲେ ମାନେ 2 ବିଭକ୍ତ 1 ବିଭକ୍ତକୁ 2 ହେବ ମାନେ 2 ଭାଗରୁ 1 ଭାଗ। 2 ଭାଗରୁ 1 ଭାଗ ଏଇଟା ହେବ। ଏଇ ଫାଲଟା 2 ଭାଗରୁ 1 ଭାଗ। ତଳ ଫାଲଟା ବି କେତେ ହେବ? ଏଇ ତଳ ଫାଲଟା ବି 2 ଭାଗରୁ 1 ଭାଗ ହେବ ପିଲାମାନେ। ହେଲା। ତ ଏବେ କଣ କରିବା? ଏ ଉପରଟା 2 ଭାଗରୁ 1 ଭାଗ ହେଇଗଲା। ତଳଟା ବି ତ 2 ଭାଗରୁ 1 ଭାଗ ହେବ ନା ଏଇ ଟୋଟାଲଟା। ଟୋଟାଲଟା 2 ଭାଗରୁ 1 ଭାଗ। ମାନେ 1 ବିଭକ୍ତକୁ 2। ପୁଣି ତାକୁ ସମାନ 2 ଫାଳରେ କଟାଗଲା। 1 ବିଭକ୍ତକୁ 2 କୁ ସମାନ ଫାଳରେ କଟାଗଲା। 1 ବିଭକ୍ତକୁ 2 ପୁରା ସମାନ ଫାଳରେ କାଟିବ ମାନେ ଦେଖିବ ଯେ ସେଇଟା ଯୋଉ 2 ଭାଗ ମିଳିବ ସେ ଭାଗଟା କେତେ ହେବ? ଏ 4 ଭାଗରୁ 1 ଭାଗ। ଏଇଟା ବି 4 ଭାଗରୁ 1 ଭାଗ କହିବା ହେଲା। 1 ବିଭକ୍ତକୁ 4 କହିବା। 1 ବିଭକ୍ତକୁ 2 କୁ ସମାନ 2 ଫାଳ କଲେ 1 ବିଭକ୍ତକୁ 4 1 ବିଭକ୍ତକୁ 4 ମିଳିବ ହେଲା। ଏଠି ଦେଖ ଭଗ୍ନ ସଂଖ୍ୟା କିଟ୍ କେମିତି ଇଏ କରାଇছে ଏଠି ଦେଖ। ଏଟା 2 1 ବିଭକ୍ତକୁ 2 ଏତିକି। ପୁଣି ତଳେ ଯୋଉ 1 ବିଭକ୍ତକୁ 2 ପୁଣି 2 ଭାଗ କରାଗଲା ସେପାରେଟ କରାଗଲା। ଏଟା ହେଲା 1 ବିଭକ୍ତ 4 1 ବିଭକ୍ତକୁ 4 ସମସ୍ତେ ଜାଣିছে। ଦେଖ 1 ବିଭକ୍ତକୁ 2 କୁ ପିଲାମାନେ ଆମେ କଣ ଲେଖିପାରିବା? ତାର ସମଭଗ୍ନ ସଂଖ୍ୟା। ଆଉ କଣ ଲେଖିପାରିବା 1 ବିଭକ୍ତକୁ 2 କୁ? ତଳେ 2 ଉପରେ 2 ଗୁଣି ଦିଅ। କେତେ ହେଲା 2 ବିଭକ୍ତକୁ 4। 1 ବିଭକ୍ତକୁ 2 ଟା 2 ବିଭକ୍ତକୁ 4 ସହିତ ସମାନ ହେଇଗଲା। ତଳେ 3 ଉପରେ 3 ଗୁଣି ଦିଅ। 3 ବିଭକ୍ତକୁ 6 ହେଇଯିବ। ତଳେ ତଳେ ବି 4 ଉପରେ 4 କରିଦିଅ। 4 ବିଭକ୍ତ 8। ତଳେ 5 ଉପରେ 5 ବିଭକ୍ତକୁ 10। ଏଟା ସବୁ ସମାନ ହେଲା କି ନାଇଁ? 1 ବିଭକ୍ତକୁ 2 ସହିତ ସମସ୍ତେ ସମାନ ହେଲେ 2 ବିଭକ୍ତ 4 3 ବିଭକ୍ତ 6 4 ବିଭକ୍ତ 8 5 ବିଭକ୍ତ 10 ଏଟା ସବୁ ସମାନ ହେଲା କି ନାଇଁ? ଏଟା ସବୁ ସମାନ ହେଲା ମାନେ ପିଲାମାନେ ଆମେ ଏଠି ଲିଖିପାରିବା ଯେ 1 ବିଭକ୍ତ 2 ସମାନେ 2 ବିଭକ୍ତ 4 ସମାନେ 3 ବିଭକ୍ତ 6 ସମାନେ 4 ବିଭକ୍ତ 8 ସମାନେ 5 ବିଭକ୍ତ 10। 1 ବିଭକ୍ତ 5 ଅଂଶର କେତୋଟି ଖଣ୍ଡ ମିଶି ଗୋଟିଏ ପୂର୍ଣ୍ଣାଙ୍ଗ ତିଆରି ହେବ? ଏଟା ଗୋଟେ ସେପାରେଟ ମୁଁ ପ୍ରଶ୍ନ ଦେଇଛି ହେଲା ବହିରେ ଥିବ। 1 ବିଭକ୍ତ 5 କେତେଟା ମିଶିଲେ ଗୋଟେ ପୂର୍ଣ୍ଣାଙ୍ଗ ହେବ? ମାନେ 1 ବିଭକ୍ତ 5 କେତେଟା ମିଶିଲେ ମାନେ ପୂର୍ଣ୍ଣାଙ୍ଗ ହେବ ମାନେ କଣ? ଯେତେଟି କହିଛି ହେଲା କେତୋଟି ବୋଲି ପଚାରିଛି ମାନେ ତଳେ ହରଟା କେତେ ଅଛି? ହରଟା ପିଲାମାନେ 5 ଅଛି। 5 ଭାଗରୁ ଭାଗେ ତ ଏମିତି କେତେଟା ମିଶିଲେ ପୁରା ଗୋଟେ ପୂର୍ଣ୍ଣାଙ୍ଗ ତିଆରି ହେବ ମାନେ 1 ଦେବ 1 ଆସିବ। 1 ବିଭକ୍ତ 5 1 ବିଭକ୍ତ 5 1 ବିଭକ୍ତ 5 ଏମିତି 5ଟାକୁ ଯୋଗ କଲେ କଣ ହେବ? 5 ବିଭକ୍ତକ 5 ହେବ। ସେଇଟା 5 ବିଭକ୍ତକ 5 ମାନେ 1। ଯଦି କରି 1 ବିଭକ୍ତକ 7 ଦେଇଥାନ୍ତା 1 ବିଭକ୍ତକ 7 ଦେଇଥିଲେ କଣ କରିଥାନ୍ତ? ଯେ 7ଟି 1 ବିଭକ୍ତକ 7 ହେଲା। 15 ଦେଇଥିଲେ 1 ବିଭକ୍ତକ 15 ଦେଇଥିଲେ 15ଟି 1 ବିଭକ୍ତକ 15 ହେଲା। ହେଲେ ପୂର୍ଣ୍ଣାଙ୍ଗ ହେବ। ବୁଝିପାରିଲ ତ? 205ଟି ଦେଇଥିଲେ 1 ବିଭକ୍ତକ 205 ଦେଇଥିଲେ ପିଲାମାନେ କେମିତି କରିଥାନ୍ତ? 1 ବିଭକ୍ତକ 205 ଦେଇଥିଲେ 205ଟି 1 ବିଭକ୍ତକ 205 ହେଲେ ଯାଇକି ପୂର୍ଣ୍ଣାଙ୍ଗ ହେବ 1 ହେବ ହେଲା। ଏଠି ତମର ଦେଇଥିବ ଆଗକୁ ଏଇଟା ଦେଖ ଏଇଟା କଲା ନା ଏଇଟା 1 ବିଭକ୍ତ 2 କାହା ସହିତ ସମାନ 2 ବିଭକ୍ତ 4 ତାରପରେ ଏଠି ଗଲେ 1 ବିଭକ୍ତ 2 ଦେଖ ଉପରଟି 1 ବିଭକ୍ତ 2 ନାଇଁ କି ସେଇଟା ତଳେ ଦେଖ 1 ବିଭକ୍ତ 2 1 ବିଭକ୍ତ 4 1 ବିଭକ୍ତ 4 2 ବିଭକ୍ତ 4 ସହିତ ସମାନ ହଉଛି କି କରିଦବ ଆଉ 1 ବିଭକ୍ତ 2 ଏ ଦୁଇଟା ସମାନ ହଉଛନ୍ତି କି ନାଇଁ? ସମାନ ହଉଛି ସେଟା ହିଁ କରିଛି। ଏଠି ଦେଖ ଆସ କାମଟି କରିବା। 3 କିମ୍ବା 4 ଜଣ ଦଳରେ ତୁମ ଭଗ୍ନ ସଂଖ୍ୟା କିଟକୁ ଭିନ୍ନ ଭିନ୍ନ ଭାଗର ଖଣ୍ଡ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କରିବା ଉପାୟ ଖୋଜ। ଦେଖ ଏଇଠି ପିଲାମାନେ ତମର ସମଭଗ୍ନାଂଶ ଗୁଡିକୁ ଲେଖ ବୋଲିକି କହିଛି। ସମଭଗ୍ନାଂଶ 1 ବିଭକ୍ତ 3 ର ସମଭଗ୍ନାଂଶ ଗୁଡିକ କଣ କଣ ହେବ? 1 ବିଭକ୍ତ 3 ର ସମଭଗ୍ନାଂଶ ଗୁଡିକ ହେବ ଯେ ଉପରେ ତଳେ ଉପରେ 2 ତଳେ 2 ଗୁଣି ଦିଅ 2 ବିଭକ୍ତ 6 ଉପରେ 3 ତଳେ 3 3 ବିଭକ୍ତ 9 ଉପରେ 4 ତଳେ 4 4 ବିଭକ୍ତ 12 ଏମିତି କରି ତମ ସମଭଗ୍ନାଂଶ ସବୁ ବାହାର କରିପାରିବ ହେଲା। ବାକିଟା ବି କରିଦବ ପିଲାମାନେ କ କରିଦେଇଛି ଖ ଗ ଘ ନିଜେ କରିବ ହେଲା।
ତାପରେ ତୁମ କିଟ୍ ବ୍ୟବହାର କରି ନିମ୍ନଲିଖିତ କୁ ଖୋଜ ହେଲା। ତୁମେ ଏହାକୁ ଚିତ୍ରିତ କରି ଯାଞ୍ଚ କରିପାରିବ। ପ୍ରଥମଟି ତୁମ ପାଇଁ ଆଂଶିକ ଭାବରେ ଦିଆଯାଇଛି। କେତୋଟି ଏକ ବିଭକ୍ତକ 6 ମିଶି ଏକ ବିଭକ୍ତକ 3 ହୁଏ? କରିଛି ଦେଖ। କେତୋଟି ଏକ ବିଭକ୍ତକ 6 ମିଶିଲେ ଏକ ବିଭକ୍ତକ 3 ହେବ ପିଲାମାନେ? ଏଟାକୁ ନିଜେ କରିପାରିବ। ଚେଷ୍ଟା କର 2ଟା ମିଶାଅ, 3ଟା ମିଶାଅ, 4ଟା ମିଶାଅ, ଏମିତି ଟ୍ରାଏ କରିବ ହେଲା। ତ ଏକ ବିଭକ୍ତକ 6 ଏକ ବିଭକ୍ତକ 6 ଫାର୍ଷ୍ଟ ମୁଁ 2ଟା ମିଶେଇଲି, 2ଟା ମିଶେଇଲାକୁ ହେଲା 2 ବିଭକ୍ତକ 6। এটা ହେବ ଏକ ବିଭକ୍ତକ 3। ଦୁଇଟି ଏକ ବିଭକ୍ତକ 6 ମିଶି ଏକ ବିଭକ୍ତକ 3 ହୁଏ। ତାପରେ କେତୋଟି ଏକ ବିଭକ୍ତକ 8 ମିଶି ଏକ ବିଭକ୍ତକ 4 ହୁଏ? ଏକ ବିଭକ୍ତକ 8 ଏକ ବିଭକ୍ତକ 8 ମିଶିଲେ 2 ବିଭକ୍ତକ 8। ସେଇଟାକୁ ଆମେ କଣ ଲେଖିପାରିବା? ଏକ ବିଭକ୍ତକ 4 ଲେଖିବା। 4 ଭାଗରୁ ଭାଗେ ଲେଖିପାରିବା। ଦୁଇଟି ଏକ ବିଭକ୍ତକ 8 ମିଶିଲେ ଏକ ବିଭକ୍ତକ 4 ହୁଏ। କିମ୍ବା ଏହାକୁ କେମିତି ଲେଖିପାରିବ? ଦେଖ ଏକ ବିଭକ୍ତକ 4 ଉପରେ 2 ତଳେ 2 ଗୁଣି ଦେଲେ କେତେ ହଉଛି? 2 ବିଭକ୍ତକ 8 ମିଳୁଛି। 2 ବିଭକ୍ତକ 8 କୁ ଏଇଠି ଆମେ ଲେଖିବ ହେଲା। ତାପରେ ଏଇଠି ଏକ ବିଭକ୍ତକ 2 ହୁଏ କିପରି? ଏକ ବିଭକ୍ତକ 8 ଏକ ବିଭକ୍ତକ 8 4ଟା ହେଲେ ହେବ। 4ଟା ହେଲେ 4 ବିଭକ୍ତକ 8 ଏଟାକୁ ଏକ ବିଭକ୍ତକ 2 ବୋଲିକି ଆମେ ଲେଖିପାରିବା। ଏକ ବିଭକ୍ତକ 2 ବୋଲିକି ଲେଖିପାରିବା। 4ଟି ଏକ ବିଭକ୍ତକ 8 ମିଶି ଏକ ବିଭକ୍ତକ 2 ହୁଏ ହେଲା। ଏକ ବିଭକ୍ତକ 2 କୁ ଉପରେ 4 ତଳେ 4 ଗୁଣି ଦିଅ, 4 ବିଭକ୍ତକ 8 ହଉଛି କି ନାଇଁ? ଏଟାକୁ ନିଜେ କରିବ। କେତୋଟି 4 ବିଭକ୍ତକ 8 ମିଶିଲେ ମାନେ ଏକ ବିଭକ୍ତକ 8 ମିଶିଲେ କେତେ? ଏକ ବିଭକ୍ତକ 2 ହୁଏ। 4ଟି ମାନେ 4ଟା ଘରକୁ ଏଇଟା କଲର କରିବ ପିଲାମାନେ। 1 2 3 4 এইটাକୁ କଲର କରିବ ହେଲା। এটা କଲର କରିବ 4ଟା ଘର। এটা ଏକ ବିଭକ୍ତକ 2 ହେବ ହେଲା। ଦିଶୁଛି କି ନାଇଁ? এটা କେତୋଟି ଏକ ବିଭକ୍ତକ 12 ମିଶି ଏକ ବିଭକ୍ତକ 2 ହୁଏ? କେତୋଟି ଏକ ବିଭକ୍ତକ 12 ମିଶି ଏକ ବିଭକ୍ତକ 2 ହେବ ମାନେ? ଏଠି ଦେଖ ଏକ ବିଭକ୍ତକ 2 ରେ ଆମେ କେତେ ଗୁଣିଲେ 6 ମାନେ ତଳେ ତଳେ କେତେ ଗୁଣିଲେ ତମର ହରଟା 12 ଆସିବ? ଏଇଟା 12 ଭାଗ ଅଛି ନା। ଏଟାକୁ ଭଲସେ ବୁଝିବ ବୋଲେ ପିଲାମାନେ ଦେଖ ଯେ ଏଇ ଯୋଉ ଗୋଟେ ପୂର୍ଣ୍ଣାଙ୍ଗ ଦିଆଯାଇଛି ତାକୁ କେତେ ଭାଗ କରାଯାଇଛି ଦେଖ ତ? 12 ଭାଗ କରାଯାଇଛି। 12 ଭାଗ କରାଯାଇଛି ମାନେ ତମକୁ ପଚାରିଲା ଯେ ଏକ ବିଭକ୍ତକ 12 କେତେଟା ମିଶିଲେ ଏକ ବିଭକ୍ତକ 2 ହୁଏ? ଏମିତି କ୍ୱେଶ୍ଚିନ୍ ଆସିଲା ମାନେ କଣ କରିବ? ଯେ ହରକୁ ନେଇକି ଯେତେ ଭାଗରେ ଭାଗ କରାଯାଇଛି ତମର ପୂର୍ଣ୍ଣାଙ୍ଗକୁ ସେତେ ତିଆରି କରିବାକୁ ଚେଷ୍ଟା କରିବ। ତ 12 ଭାଗ କରାଯାଇଛି ମାନେ କେତେ ଗୁଣିଲେ 2ରେ କେତେ ଗୁଣିଲେ 12 ହବ? 6 6 ଗୁଣିଲେ ତଳେ 6 ମାନେ ଉପରେ ବି 6 ଗୁଣିବ ତ 6 ବିଭକ୍ତକ 12 ହେଲା କି ନାଇଁ? 6 ବିଭକ୍ତକ 12 ହେଲା ମାନେ ପିଲାମାନେ 6ଟା ଘରକୁ ତମେ ନେଇକି କଣ କରିବ? କଲର କରିବ ହେଲା। ବୁଝିହେଲା? ଉପରେ ବି ଯୋଉ କହିଲି ସେଇ ସେମ୍ କନସେପ୍ଟଟା ହେଲା। ଏଠି ଦେଖ ଏଠି କେତୋଟି ଏକ ବିଭକ୍ତକ 8 ମିଶି ଏକ ବିଭକ୍ତକ 4 ହୁଏ ମାନେ? ଏଠି ଏକ ବିଭକ୍ତକ 4 କୁ ତମର ତାର ହରଟା 4 ଅଛି ତାକୁ ଯେତେ ଭାଗରେ ଭାଗ କରାହେଇଛି ସେଇ ତମର ଗୋଟେ ପୂର୍ଣ୍ଣାଙ୍ଗକୁ ସେତେ କରିବାକୁ ଚେଷ୍ଟା କରିବ। 8 ଭାଗରେ କରାହେଇଛି ମାନେ ତଳେ 8 ଆଣିବାକୁ ଚେଷ୍ଟା କରିବ। ତ ତଳେ 2 ଉପରେ 2 ସେଥିପାଇଁ ମଲ୍ଟିପ୍ଲାଏ କଲି। ତଳେ 2 କଲାକୁ 8 ଆସିଲା ଉପରେ ତା ହିସାବରେ ବାହାରି ଯିବ ହେଲା ଲବଟା। ହର ହିସାବରେ ଲବଟା ବାହାରି ଯିବ। 2 ବାହାରିଗଲା। 2ଟା ଘରକୁ କଲର କଲି ହେଲା। ଏଟା ଏକ ବିଭକ୍ତକ 4 ସେମିତି ହର କେତେ ଭାଗରେ ଅଛି? ଏଇଟା କେତେ ହବ? 12 ଅଛି ହେଲା। ତଳେ କେତେ ଅଛି? 12 ଅଛି ହେଲା। କେତେ ଭାଗ କରାଯାଇଛି ମାନେ ହରଟାକୁ 12 କରିବା ହେଲା। ଏଟା 12 ଭାଗ କରାଯାଇଛି। ତ ତଳେ 3 ଉପରେ 3 ମଲ୍ଟିପ୍ଲାଏ କରିଦେଲି ମାନେ ଗୁଣନ କରିଦେଲି। 3 ବିଭକ୍ତକ 12 ହେଇଗଲା ହେଲା। 3ଟା ଘରକୁ କଲର କଲି ମୁଁ ହେଲା। କେତୋଟି କେତୋଟି ଏକ ବିଭକ୍ତକ 12 ମିଶି ଏକ ବିଭକ୍ତ 4 ହୁଏ? 3ଟି ହେଇଗଲା ଏଇଟା। ଏଇଟା 6ଟି ହେବ ହେଲା। 6 ବିଭକ୍ତକ 12 ହଉଛି ଯୋଉ। ଏଇଟା 4ଟି, ଏଇଟା 2ଟି ହେଲା। ଏକ ବିଭକ୍ତ 4 3 ନମ୍ବର ପିଲାମାନେ ସବୁ ନିଜେ କରିଦବ ହେଲା।
3 নম্বর কেবল 1 বিভক্তক 6 এবং 1 বিভক্তক 12 খଣ୍ଡକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର। 1 ବିଭକ୍ତକ 6 ଆଉ 1 ବିଭକ୍ତକ 12 କୁ ହେଲା। 1 ବିଭକ୍ତକ 6 ଆଉ 1 ବିଭକ୍ତକ 12 କୁ ବ୍ୟବହାର କରି ପୂର୍ଣ୍ଣାଙ୍ଗ ତିଆରି କର ମାନେ ତମେ କଣ କରିବ ଯେତେବେଳେ ବି ପ୍ରଶ୍ନ ଆସୁଛି ଭଗ୍ନାଂଶର ଚେଷ୍ଟା କରିବ ପିଲାମାନେ ଯେ ହରକୁ ସମାନ କରିଦେଲେ ତମର ଫାର୍ଷ୍ଟ ସ୍ଟେପ ଟା ସରିଗଲା ମାନେ କ୍ୱେଶ୍ଚିନ୍ ଟା ପାଖାପାଖି ସଲ୍ଭ ହେଇଯାଏ ହେଲା ଉତ୍ତର ପାଖାପାଖି ପହଞ୍ଚିଯିବ ତମେ ମାନେ ହରକୁ ଆମେ କଣ କଲେ 2 ରେ ଗୁଣି ଦେଲେ 12 ଆସିଲା ତ ଲବକୁ ବି 2 ରେ ଗୁଣିବାକୁ ପଡିବ କେତେ ଆସିଲା ପରେ 2 2 ବିଭକ୍ତକ 12 1 ବିଭକ୍ତକ 6 ମାନେ 2 ବିଭକ୍ତକ 12 ଠିକ ଅଛି ଏବେ ଦେଖ ପିଲାମାନେ ଯେ 1 ବିଭକ୍ତକ 12 ଆଉ 2 ବିଭକ୍ତକ 12 এটা କେତୋଟି 1 ବିଭକ୍ତକ 12 ଆଉ କେତୋଟି 2 ବିଭକ୍ତକ 12 ମିଶିକି ଆମେ 1 ବନେଇ ପାରିବା ମାନେ 1 ମାନେ କଣ 12 ବିଭକ୍ତକ 12 12 ବିଭକ୍ତକ 12 ହେଲେ ଯାଇକି ତ 1 ହେବ ନା ତ 12 ବିଭକ୍ତକ 12 କେତେବେଳେ ମିଳିବ ସେଇଟା ଚିନ୍ତା କର ବହୁଟେ ତମର ଉତ୍ତର ହେଇପାରିବ 1 ବିଭକ୍ତକ 12 10 ଟି ନେଲୁ एग्जांपल मु गुटे नेउछि हला 10 विभक्तक 12 हला 2 विभक्तक 12 गुटे नेली माने सेटा 1 विभक्तक 6 तो 2 विभक्तक 12 1 विभक्तक 6 समान 2 विभक्तक 12 गुटे नेली माने 2 विभक्तक 12 हला 10 विभक्तक 12 2 विभक्तक 12 केते हबो 10 टा और 2 टा मिसी 12 विभक्तक 12 हला एटा को 1 कहि परिबा एटा मु गुटे कली आउ निजे चिंता करी आउ बहुत गुडी करि परिबो पिला माने केमती करि परिबो एबे भाबो पिला माने जे 2 विभक्तक 12 5 टा नै गलो 5 टा नै गलो 2 विभक्तक 12 हला माने 10 विभक्तक 12 हे गला आउ 2 टा 1 विभक्तक 12 नेले भी होउची तो तमे जेमती चाहुचो करिवो हला तापर 1 विभक्तक 12 1 विभक्तक 4 एवं 1 विभक्तक 2 खंड को व्यवहार करी एक पूर्णांग तयारी करो एटा भी देखो सेमती ही जे आग तुमरो हर को समान कर दियो हला हर को 12 12 कर दियो ऊपर 3 तले 3 1 विभक्त 4 रे भी गुणी देली 1 विभक्त 2 रे 6 6 गुणी देली 3 विभक्त 12 हैला एटा 6 विभक्त 12 हैला तो एटा भी से समान आंसर हबो हला ता भलिया ही हबो 1 विभक्त 12 3 टी हेले 3 विभक्त 12 1 विभक्त 4 माने 3 विभक्त 12 गुटी हैला बेले 3 विभक्त 12 1 विभक्त 2 माने 6 विभक्त 12 गुटी हैला बेले केते हबो पिला माने 6 विभक्त 12 टोटाल को मिसे दियो मोट केते हला 3 विभक्त 12 3 विभक्त 12 6 विभक्त 12 3 3 6 आउ 6 12 विभक्त 12 पूर्णांक मिलिला 1 मिलिला हला 1 विभक्त 12 तीनोटी 1 विभक्त 4 गुटिए 1 विभक्त 2 गुटिए मिसी एक पूर्णांक हेबो हला एटा आउ निजे करिवो अलगा अलगा प्रकार रे समान आकार रो जे कोनोसी पांच खंड को व्यवहार करी एक पूर्णांक तयारी करो हला एटा तो आगरु भी कहि देथिली पिला माने आमे 7 टी 1 विभक्त 7 को नेले गोटे पूर्णांक हेबो हला 10 टी 1 विभक्त 10 को नेले गोटे पूर्णांक हेबो निजे करि परिबो कि नै हला एटा 7 भाग रु गोटे भाग को 1 विभक्त 7 कहबा यदि 7 टी हे गला बेले गोटे पूर्णांक हे गला हला समभग्न संख्या लिखिबा केमती समभग्न संख्या एटा तो देखिले पिला माने समभग्न संख्या भी केमती लिखिबा हला देखो पिला माने एठी गुटे 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 अछि तमरो पूर्णांक अछि ताकू तीन भाग रे काटा गला माने चॉकलेट हो तमरो पीठा हो जहा भी हो चॉकलेट को मानि नियो तीन भाग रे कटा हला तीन भाग रे कटा हला प्रत्येक भाग टा के देबो एक विभक्त को तीन हला एटा एक विभक्त को तीन एटा एक विभक्त को तीन एटा एक विभक्त को तीन एठी सेमती कटा हिची देखो पिला माने सेई समान चॉकलेट को एठी केते भाग करा गला 6 भाग 6 भाग करा गला 6 भाग करा गला माने एठी देखो जे एई भाग आउ एई भाग मिसी की एई एक विभक्त को 3 सहित समान होउची कि नै देखो ए दुईटा भाग को मिसेले केते हेबो माने 6 भाग रो एटा 2 भाग 6 भाग रो 2 भाग एटा को लिखिबा माने 2 विभक्त को 6 लिखिबा सेटा एक विभक्त को 3 सहित समान कि नै एठी देखो पिला माने 9 भाग करा गला 9 भाग करा गला 9 भाग रो एई 3 भाग को एक विभक्त को 3 सहित समान हला कि नै एठी 12 भाग करा गला तो एई 4 भाग मझिरो 4 भाग टा मिसिले एक विभक्त को 3 सहित समान होउची कि नै 4 विभक्त को 12 एटा तो एक विभक्त 3 2 विभक्त को 6 3 विभक्त को 9 4 विभक्त को 12 सब समान होउची माने एटा समभग्न संख्या गुडी को हला पिला माने
ଏଠି ଦେଖ 1 ବିଭକ୍ତ 3 2 ବିଭକ୍ତ 6 3 ବିଭକ୍ତ 9 4 ବିଭକ୍ତ 12 ତାପର ସଂଖ୍ୟା କହ ମାନେ ଏଠି କଣ କରାଯାଇଛି କେତେବେଳେ ଆମକୁ ସମଭଗ୍ନ ସଂଖ୍ୟା ମିଳୁଛି ଯେତେବେଳେ ଆମେ ହର ଆଉ ଲବରେ ସମାନ ସଂଖ୍ୟା ଗୁଣି ଦେବା ହେଲା 2 2 3 3 4 4 ଏମିତି ଗୁଣି ଦେଲେ ଦେଖ ପିଲାମାନେ ଏଇଟା ଦେଖ ଏଠି ଲବ 1 ହର 3 ଲବ ଆଉ ହରରେ 2 2 ଗୁଣି ଦିଅ କେତେ ହେବ ପିଲାମାନେ ଏଇଟା 1 ଦୁଣେ 2 3 ଦୁଣେ 6 ତାପରେ ଲବରେ 3 ଗୁଣି ଦିଅ 1 ରେ 3 ଗୁଣି ଦିଅ କେତେ ହେଲା 3 ତଲେ ବି 3 ଗୁଣି ଦିଅ 9 ଉପରେ 4 ଗୁଣି ଦେଲେ 4 ତଲେ 4 ଗୁଣି ଦେଲେ 12 ଉପରେ 5 ଗୁଣି ଦେଲେ କେତେ ହେବ ପିଲାମାନେ 5 ତଲେ 5 ଗୁଣି ଦେଲେ 15 ଏଟା 15 ମାନେ କେତେ ହେବ 5 ବିଭକ୍ତକ 15 ତାର ଉପରେ 6 ଗୁଣି ଦେବ ତଲେ କେତେ ଗୁଣିବ 6 ଗୁଣିବ 6 ବିଭକ୍ତକ କେତେ ହେବ ପିଲାମାନେ ତଲେ 6 ଗୁଣିଲେ 18 ହେବ 6 ବିଭକ୍ତକ 18 ହେଲା ତାପରେ 7 ଗୁଣି ଦିଅ ଉପରେ ତଲେ ବି 7 ଗୁଣି ଦିଅ ଏଟା ଏଠି ଉପରେ 7 ମାନେ 7 ବିଭକ୍ତକ 21 ହେବ ଏଠି ପିଲାମାନେ ତଲେ କେତେ ଗୁଣା ହେଇଛି ତଲେ ହରଟା 24 ଅଛି ମାନେ 3 ରେ କେତେ ଗୁଣିଲେ 24 3 ଅଷ୍ଟା 24 ତଲେ 8 ଗୁଣା ହେଇଛି ମାନେ ଉପରେ ବି 8 ଗୁଣି ଦିଅ 1 ରେ 8 ଗୁଣ କେତେ ହେଲା 8 ଏଠି 8 ଲେଖିବ ହେଲା ତାପରେ ଏଠି ହରଟା 36 ଦେଇଛି ପିଲାମାନେ ତ 3 ରେ କେତେ ଗୁଣିଲେ 36 ହୁଏ 3 ନୂଆ 36 ସମସ୍ତେ ଜାଣିଛନ୍ତି 9 ରେ ଗୁଣିଲେ 36 ହୁଏ ତ ଉପରେ ବି 9 ଗୁଣି ଦିଅ 1 ରେ 9 ଗୁଣି ଦେଲେ ଏଠି 9 ବିଭକ୍ତ 36 ହେଲା ଏମିତି କରିବ ସବୁ ଏଇଟା ବି ସେମିତି କରିବ ହେଲା ମାନେ 2 ବିଭକ୍ତକ 5 2 2 ଗୁଣିଲେ 4 ବିଭକ୍ତକ 10 ହେଲା 3 ରେ ଗୁଣିଲେ ସେମିତି ବାହାର କରିବ 4 ରେ ଗୁଣିଲେ ଏମିତି ବାହାର କରିବ 4 4 ଉପରେ ତଲେ ଏଠି ତଲେ କେତେ ଗୁଣା ହେଇଛି 5 ରେ କେତେ ଗୁଣିଲେ 50 ହେବ ପିଲାମାନେ 5 10 ଗୁଣିଲେ 5 ଦଶାନ 50 ହେଲା ତ ଉପରେ ବି କେତେ ଗୁଣିବ 10 ଗୁଣିବ ତ 20 ହେବ ହେଲା ଏଇଟା କେତେ ହେବ 20 ହେବ ହେଲା ତାପରେ ଏଇଟା ତଲେ 100 ଅଛି କେତେ ଗୁଣିଲେ 5 ରେ କେତେ ଗୁଣିଲେ 100 20 ତ ଉପରେ ବି 20 ଗୁଣି ଦବ 2 ରେ 20 ଗୁଣିଲେ 40 ହେଲା ଏମିତି କରିବ ଆଉ ଏଇଟା ବି ନିଜେ ଦେଖେଇବ ହେଲା ଏଇଟା ଯୋଉ ଉପରେ କଲେ ଉପରେ ଏଇଟା ଯୋଉ କଲେ ହେଲା ଯୋଉ କଲେ ସେମିତି କରି ଏଇଟା କରିଦେବ ହେଲା ତାପରେ ଆଗକୁ ଦେଖ ଆସ କାମଟି କରିବା ପିଲାମାନେ ପୃଷ୍ଠା 22 ସମଭଗ୍ନ ସଂଖ୍ୟା ଲେଖି ଶୂନ୍ୟ ସ୍ଥାନ ପୂରଣ କର ସମଭଗ୍ନ ସଂଖ୍ୟା ତ ସମସ୍ତେ ଜାଣିଲେ ତଲେ ଯେତେ ଗୁଣିବ ଉପରେ ବି ସେ ସମାନ ସଂଖ୍ୟାକୁ ଗୁଣିଦେବ ହେଲା ତଲେ ଯଦି 2 ଗୁଣିଲ ଉପରେ 2 ଗୁଣି ଦିଅ ମାନେ ୟାର ସମଭଗ୍ନ ସଂଖ୍ୟା କେତେ ହେଇପାରିବ କହ ଏଇ ବିଭକ୍ତକ ସାଥୀ ଉପରେ 2 ଗୁଣି ଦିଅ 2 ବିଭକ୍ତକ ତଲେ 2 ଗୁଣି ଦିଅ 14 ହେଲା 2 ବିଭକ୍ତକ 14 2 ବିଭକ୍ତକ 3 ଏଇଟା ସବୁ ବନେଇ ପାରିବ ନିଜେ ହେଲା ସମଭଗ୍ନ ସଂଖ୍ୟା ଯୋଡିକୁ ଠିକ ଚିହ୍ନ ଦିଅ ହେଲା ସମଭଗ୍ନ ସଂଖ୍ୟା ଯୋଉଟା ଅଛି ତାକୁ ଠିକ ଚିହ୍ନ ଦିଅ ବୋଲଛି ହେଲା ଏଇଟା ସବୁ ପିଲାମାନେ ମୁଁ କରିଦେଇଛି ଦେଖ 2 ବିଭକ୍ତକ 14 4 ବିଭକ୍ତ 6 ଉପରେ ତଲେ 2 2 2 2 ତମେ 2 ଛଡା 3 3 ବି ଗୁଣି ପାର 4 4 ବି ଗୁଣି ପାର 10 10 ବି ଗୁଣି ପାର ତମ ଇଚ୍ଛା ହେଲା ତାପରେ ସମଭଗ୍ନ ସଂଖ୍ୟା ଗୁଡିକୁ ଠିକ ଚିହ୍ନ ଦିଅ ହେଲା ଯୋଉଟା ସମଭଗ୍ନ ସଂଖ୍ୟା ତାକୁ ଠିକ ଚିହ୍ନ ଦିଅ ବୋଲିକି କହିଲି କି ନାହିଁ ତ ଏଇଠି ଦେଖ ପିଲାମାନେ ଯେ 2 ବିଭକ୍ତ 3 ଆଉ 3 ବିଭକ୍ତ 4 ଅଛି ସମଭଗ୍ନ ସଂଖ୍ୟା କି 3 ଭାଗରୁ 2 ଭାଗ ଆଉ 4 ଭାଗରୁ 3 ଭାଗ ଦୁଇଟା ସମାନ ହେଲା କି 3 ଭାଗରୁ 2 ଭାଗ ଯାହା 4 ଭାଗରୁ 3 ଭାଗ ସେ ସମାନ ଜିନିଷ କି ନାଇଁ ଏଇଟା ଭୁଲ ହେବ ହେଲା ଭୁଲ ହେବ 3 ଭାଗରୁ 5 ଭାଗରୁ 3 ଭାଗ ଏଇଟା 3 ବିଭକ୍ତକ 5 ଆଉ 6 ବିଭକ୍ତକ 10 ପିଲାମାନେ ଦେଖ ଏଇଟାକୁ ଚେକ୍ କରିବା ପାଇଁ ସବୁଠାରୁ ମାନେ ଯେମିତି କରି ଆସୁଛୁ ସେମିତି କରିଦବ ହେଲା ଯେ ଦେଖିବ ଯେ ନାଇଁ କି ଉପରେ ତଲେ କଣ ଗୁଣନ କଲେ ସମାନ ସଂଖ୍ୟା ଗୁଣନ କଲେ ଏଇ ଭଗ୍ନାଂଶଟା ମିଳୁଛି କି ନାହିଁ ଏଠି ଦେଖ ଏଠି ଉପରେ ତଲେ ସେଇ ସମାନ ସଂଖ୍ୟା 2 2 ଗୁଣନ କର 2 2 ଗୁଣନ କର 3 3 4 4 କିଛି ବି ଗୁଣନ କର ତ 3 ବିଭକ୍ତ 4 କେବେ ହେଲେ ଆସିବ କି ଆସିବନି ମାନେ ଭଗ୍ନ ସଂଖ୍ୟାଟା ସମାନ ନାହିଁ ସମଭଗ୍ନ ସଂଖ୍ୟା ନୁହେଁ ଏଇଟା ନୁହେଁ ଏଇଟା ହେଲା 3 ବିଭକ୍ତକ 5 6 ବିଭକ୍ତକ 10 ଏଠି ଦେଖ ପିଲାମାନେ 2 ଗୁଣନ କର ଉପରେ 6 ଆସୁଛି ତଲେ 5 ରେ 2 ଗୁଣନ କଲେ 10 ଆସୁଛି ମାନେ ଏଇଟା ସମଭଗ୍ନ ସଂଖ୍ୟା ଦେଖ କି ନାଇଁ ଏଇଟା ସମଭଗ୍ନ ସଂଖ୍ୟା ଆଉ ଗୋଟେ କଥା ବି କରିପାରିବ ଏଠି ଯେ ପିଲାମାନେ ଉପରେ ଦେଖ ସମାନ ସଂଖ୍ୟାରେ କାଟିବ ହେଲା ହରଣ କରିବ 6 କୁ 2 ରେ ହରଣ କର ଆଉ 10 କୁ ବି 2 ରେ ହରଣ କର 6 କୁ 2 ରେ ହରଣ କଲେ କେତେ ମିଳିବ ପିଲାମାନେ 3
10 କୁ 2 ରେ ହରଣ କଲେ କେତେ ମିଳିବ ପିଲାମାନେ? 5 2 5 10 ତ 3 ବିଭକ୍ତକ 5 ଆସୁ କିଛି କି ନାହିଁ ତ ସମାନ ହଉଛି ମାନେ 6 ବିଭକ୍ତକ 10 ଆଉ 3 ବିଭକ୍ତକ 5 ଟା ନେଇକି ତମର କଣ ସମଭଗ୍ନ ସଂଖ୍ୟା। 4 ବିଭକ୍ତକ 12 ଆଉ 2 ବିଭକ୍ତକ 6 ସେମିତି ଦେଖ ଏଠି 6 2 ଗୁଣା ଅଛି 12 ଅଛି 2 କୁ 2 ଗୁଣା କଲେ 4 ଆସୁଛି ମାନେ ଦୁଇଟା ସମଭଗ୍ନ ସଂଖ୍ୟା ଠିକ ଅଛି। 6 ବିଭକ୍ତକ 9 1 ବିଭକ୍ତକ 3 ଏଠି ଦେଖ 2 ଗୁଣା କଲେ ତ ଆସୁନି ହରଟା କେତେ ଗୁଣା 3 ର କେତେ ଗୁଣା ହର 3 ର କେତେ ଗୁଣା ହଉଛି ହର 3 ଗୁଣା 3 3 9 ହଉଛି ଉପରେ 1 ର 3 ଗୁଣା କେତେ ହୁଏ 3 ହେବା କଥା 1 ର 3 ଗୁଣା 3 ହେବା କଥା 6 ଅଛି ମାନେ ଏଇଟା ହେବନି ହେଲା ଏଠି ଦେଖ ଆଉ ଏଇଟାକୁ କାଢିବ ମାନେ 4 ବିଭକ୍ତକ 12 କୁ ଯଦି କାଢିବ ବୋଲେ 4 କୁ ତମେ ହରଣ କର ମାନେ 12 କୁଆଡେ ଗଲା ଏଇଟା ଗ ନମ୍ବର କରିଦେଲି ଗ ନମ୍ବର ବି ସେମିତି କରିଦବ ହେଲା ଘ ନମ୍ବରଟା ଦେଖ ଉପରେ ବି ତମର ତଲେ ବି 3 ଦ୍ଵାରା ହରଣ କରାଗଲା ଉପରେ ବି 3 ଦ୍ଵାରା ହରଣ କରାଗଲା 6 କୁ 3 ରେ ହରିଲେ 2 9 କୁ 3 ରେ ହରିଲେ 3 ହେଲା ତ 2 ବିଭକ୍ତକୁ 3 ଆଉ 1 ବିଭକ୍ତକୁ 3 ସମାନ ହବ କି ହବନି ଯେମିତି ଚାହୁଁଛ ସେମିତି ସଲ୍ଭ କରିପାରିବ ହେଲା ଅସୁବିଧା ନାହିଁ ଗଣିତକୁ ତମେ ଗଣିତର ଉତ୍ତର କେତେ ରାସ୍ତାରେ ତମେ ଖୋଜି ପାଇବ ହେଲା ଯୁଆଡେ ଗଲେ ସେମିତି ମିଳିବ ତମକୁ ଉତ୍ତରଟା ତାପରେ 3 ସମଭଗ୍ନ ସଂଖ୍ୟା ପାଇବା ପାଇଁ ଖାଲି କୋଠରୀ ପୂରଣ କର ଦେଖ ପିଲାମାନେ ହରଟା କେତେ ଗୁଣା ଅଛି ଏଇ ଯୋଉ ହର ମିଳିଲା 10 5 ର କେତେ ଗୁଣା ହେଲା 2 ଗୁଣା ତ ଉପରେ ବି କେତେ ଗୁଣା ହବ 2 ଗୁଣା ହବ କି ନାହିଁ ତ 5 ଦୁଣେ 10 ମାନେ 2 ଦୁଣେ 4 ହବ ଏଇଟା ହେଲା ଏମିତି କରିକି ବାକିଟା କରିଦବ ହେଲା ଏଠି 4 କେମିତି ଆସିଲା ଉପରେ 2 ତଳେ 2 ଗୁଣନ କଲେ 4 ବିଭକ୍ତକ 10 ଆସିଲା ହେଲା ଏଠି ଦେଖ 3 ବିଭକ୍ତକ 4 ଅଛି ତଲେ ତମକୁ ଦିଆଯାଇଛି 16 ହରଟା 16 ଦିଆଯାଇଛି ମାନେ 4 ର କେତେ ଗୁଣା କଲେ 16 ହୁଏ 4 ଗୁଣା ଉପରେ କେତେ ଗୁଣା ହବ ଉପରେ କେତେ ହବ ପିଲାମାନେ ଏଇଟା କେତେ ସରି 3 ବିଭକ୍ତ 4 4 ଚାଉ 16 3 ଚାଉ କେତେ ହବା କଥା ଏଇଟା ସରି ପିଲାମାନେ ଏଇଟା 12 ହେବ ହେଲା ଏଇଟା ଭୁଲରେ ଲେଖି ଦେଇଛି ଆଉ ଏଇଟା 4 ର 4 ଗୁଣା ହେଲା 16 3 ର କେତେ ଗୁଣା 3 ର 4 ଗୁଣା କେତେ ହବ 4 ଗୁଣା ହବ 12 3 ଚାଉ 12 ହେଲା ତାହେଲେ ପିଲାମାନେ ଏଇଟା 7 ର 2 ଗୁଣା 14 4 ର 2 ଗୁଣା କେତେ ହବ 8 9 ର 5 ର 5 ଗୁଣା ପିଲାମାନେ ଅଛି 25 9 ର 5 ଗୁଣା 45 ହେଲା ସେମିତି କରି ସଲ୍ଭ କରିବ ସବୁ ହେଲା ସମସ୍ତେ କରିପାରିବ ତ ଚେଷ୍ଟା କର ସମସ୍ତେ ନିଜେ କରିବାକୁ ହେଲା ହେଇଯିବ ଏଇଟା ପିଲାମାନେ ଏଇଟା ଭୁଲ ଅଛି ଏଟାକୁ 12 କରିବ ହେଲା 12 ବିଭକ୍ତ 16 ହବ ସମହର ବିଶିଷ୍ଟ ସଂଖ୍ୟା ମଧ୍ୟରେ ତୁଳନା ସମହର ଥିଲେ କଣ କରିବ ପିଲାମାନେ ହର ସମାନ ଥିଲେ ବଡ ଲବ ଥିବା ଭଗ୍ନାଂଶଟି ବଡ ଅଟେ ହେଲା ଯୋଉଟା ବଡ ଅଛି ତାର ଲବଟା ସେ ବଡ ହେଲା ସମାନ ହର ଅଛି ମାନେ ଏଠି ଦେଖ 1 ବିଭକ୍ତକ ଏଇଟା 3 ଭାଗ କରାଗଲା ପୂର୍ଣ୍ଣାଙ୍ଗକୁ 1 କୁ 3 ଭାଗ କରାଗଲା ହେଲା 1 ବିଭକ୍ତକ 3 ପ୍ରତ୍ୟେକ ଭାଗ 1 ବିଭକ୍ତକ 3 1 ବିଭକ୍ତକ 3 1 ବିଭକ୍ତକ 3 ମାନେ 2 ଭାଗକୁ କେତେ କହିବା 2 ବିଭକ୍ତକ 3 3 ଭାଗକୁ 3 ବିଭକ୍ତକ 3 ଏଟା ପଢିଲେ ତ 1 ବିଭକ୍ତକ 3 ଆଉ 2 ବିଭକ୍ତକ 3 ଭିତରେ କିଏ ବଡ ହଉଛି ତମକୁ 2 ବିଭକ୍ତକ 3 ଭାଗରୁ 2 ଭାଗ ବଡ ହେବ ନା ବଡ ଖଣ୍ଡ ହେବ ନା ଏଇଟା ତ ଛୋଟ ଏଇଟା ଗୋଟେ ଖାଲି ଦୁଇଟାକୁ ନେଇକି 2 ବିଭକ୍ତକ 3 ତ ଯୋଉଟା ଲବ ବଡ ସେଇଟା ବଡ ହେଲା ତୁଳନା କରିବା ଦେଖ ପିଲାମାନେ ଏଇଟା ହିଁ ଏଟାକୁ ତୁଳନା କରିବାକୁ ଅଛି ହେଲା ପୃଷ୍ଠା 23 ର 1 ବିଭକ୍ତକ 4 ଆଉ 3 ବିଭକ୍ତକ 4 କିଏ ବଡ କିଏ ଛୋଟ ଲବ ଯୋଉଟା ବଡ ସେଇଟା ବଡ ଏଠି 3 ବଡ ହେଲା 3 ବିଭକ୍ତ 4 ବଡ ଏଠି 7 ବିଭକ୍ତ 8 3 ବିଭକ୍ତ 8 7 ବିଭକ୍ତ 8 ବଡ ହବ ଯୋଉଟା ଲବ ବଡ ସେଇଟା ବଡ ଏଠି 4 ବିଭକ୍ତ 5 ବଡ ହବ ଏଠି 6 ବିଭକ୍ତ 10 ବଡ ହବ ଏଠି 5 ବିଭକ୍ତ 7 ବଡ ହବ ଏଠି 2 ବିଭକ୍ତ 6 ବଡ ହବ ହେଲା କରିପାରିବ ତ ସମ ଲବ ବିଶିଷ୍ଟ ସଂଖ୍ୟା ମଧ୍ୟରେ ତୁଳନା ଯଦି ଲବ ସମାନ ହେଲା ପିଲାମାନେ କଣ କରିବେ ଏଠି ଦେଖ ତ ଏଠି ଦେଇଛି ସମଲବ ବିଶିଷ୍ଟ ସଂଖ୍ୟା ମଧ୍ୟରେ ତୁଳନା ଏଠି ପିଲାମାନେ ଗୋଟେ ପିଠା ନେଲା ସେ ପିଠାକୁ 5 ଭାଗରେ ବାଣ୍ଟିଲା ହେଲା 5 ଭାଗ କଲା ଏଠି ବି ସେଇ ସମାନ ପିଠାକୁ 6 ଭାଗ କରିଦେଲା ତ 1 ବିଭକ୍ତ 5 ଭାଗରୁ ଭାଗେକୁ 1 ବିଭକ୍ତ 5 କହିବା
ଆରୁ ତମର ଯୋଉ 6 ଭାଗରୁ ଭାଗେକୁ 1 ବିଭକ୍ତକ 6 କହିବା ତ କୋଉଟା ବଡ ଖଣ୍ଡ ହେଲା ପିଲାମାନେ? ଏଇ ଏଇ ଯୋଉ 5 ଭାଗରୁ ଭାଗେଟା ବଡ ହେଲା କି ନାଇଁ? ଏଇଠି ଦେଖ ଲବଟା ସମାନ ରଖିଲା ସେ 4 ବିଭକ୍ତକ 6 ଆଉ 4 ବିଭକ୍ତକ 5 କିଏ ବଡ କିଏ ଛୋଟ? 4 ବିଭକ୍ତକ 6 ମାନେ 4ଟା ଏଇଟା 4ଟା 4ଟା 4 ବିଭକ୍ତକ 5 ମାନେ ଏଇଟା ଏଇଟା ଗୋଟେକୁ ଛାଡିଦେଲେ ଏଇଟାକୁ ଛାଡିଦବ ମାନେ ବାକି ସବୁ ଆସିବ ହେଲା। ତ କୋଉଟା ବଡ ଖଣ୍ଡ ହେଲା? 4 ବିଭକ୍ତକ 5 ବଡ ଖଣ୍ଡ ହେଲା କି ନାଇଁ? 4 ବିଭକ୍ତକ 5ଟା ବଡ ଖଣ୍ଡ ହେଲା ଏଇଟା। ଏଇଟା ଛୋଟ ଖଣ୍ଡ ହଉଛି କି ନାଇଁ? ତ ଯଦି ଲବ ସମାନ ଥିଲେ ହର ଯୋଉଟା ସାନ ଅଛି ହେଲା, ହର ଯୋଉଟା ସାନ ସେଇ ଭଗ୍ନ ସଂଖ୍ୟାଟି ବଡ। ହର ସାନ ଥିବା ଭଗ୍ନ ସଂଖ୍ୟାଟି ବଡ ହେବ ହେଲା। ସମସ୍ତେ ବୁଝିଗଲା ତ? ଏଇଟା କନଫ୍ୟୁଜ ହେବନି ପିଲାମାନେ ହେଲା। ଏଇଟା ଦେଖ ପିଲାମାନେ, ଏଠି 4 ବିଭକ୍ତକ 6 4 ବିଭକ୍ତ 5 ସମାନ ଲବ ଥିଲେ ଛୋଟ ହର ଥିବା ଭଗ୍ନ ସଂଖ୍ୟା ବଡ ଅଟେ। ଯୋଉଟା ଛୋଟ ହର ଅଛି ସେଇଟା ବଡ ହେବ ହେଲା, ସମାନ ଲବ ଥିଲେ। ଆସ କାମଟି କରିବା ଏଇଟା 23 ନମ୍ବର ପୃଷ୍ଠାରେ। 3 ବିଭକ୍ତକ 8 3 ବିଭକ୍ତକ 7 ହର କୋଉଟା ଛୋଟ ଦେଖ ପିଲାମାନେ, ଲବ ତ ସମାନ ହେଇଗଲା। ଛୋଟ କୋଉଟା? ଏଇଟା ଛୋଟ, ଏଇଟା ବଡ ହେଲା। 3 ବିଭକ୍ତକ 7 ବଡ। ଏଇଠି ବି ସେ 4 ବିଭକ୍ତକ 10 ଅଛି 4 ବିଭକ୍ତକ 9 ଅଛି। ଯୋଉଟା ଛୋଟ ହରଟା ସେଇଟା ବଡ ହେବ, ବାକିଟା ବି କରିଦବ ହେଲା। 1 ବିଭକ୍ତକ ମାନେ 1 ଠାରୁ ବଡ ହୋଇଥିବା ଭଗ୍ନ ସଂଖ୍ୟା ଦେଖ ପିଲାମାନେ। ତାପରେ ନୂଆ ପାଠ ହେଲା, ତମର ନୂଆ ଟପିକଟା ଆସିଲା 1 ଠାରୁ ବଡ ହୋଇଥିବା ଭଗ୍ନ ସଂଖ୍ୟା। ଏଠି ପିଲାମାନେ ଦେଖ ତ ଏଇଟା ଗୋଟେ ପରଟା ନିଆଗଲା ହେଲା, ପରଟା ନିଆଗଲା। ଏଟାକୁ ଗୋଟିଏ ମାନେ ପୂର୍ଣ୍ଣାଙ୍ଗ ଭାବିବା ହେଲା। ତାକୁ ଯଦି ଆମେ ସମାନ 2 ଫାଳରେ କାଟିବା କେତେ ହେବ? ପ୍ରତ୍ୟେକ ଭାଗଟା କେତେ ହେବ? 1 ବିଭକ୍ତକ 2 ହେବ କି ନାଇଁ? 1 ବିଭକ୍ତକ 2 ହେବ ମାନେ ଏଇଟା ବି 1 ବିଭକ୍ତକ 2 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 ହେଲା। ତ ଏଇଟା ଗୋଟେ ପରାଠା, ଏଇଟା ଗୋଟେ ପରାଠା ଆଉ ଗୋଟେ 1 ବିଭକ୍ତକ 2 ମାନେ ଅଧା ପରାଟା। এটা ସବୁ ଯଦି ମିଶେଇବା ମାନେ କଣ? 1 ପରାଟାରେ କେତୋଟି 1 ବିଭକ୍ତକ 2 ଅଛି? 2ଟି ମାନେ 1 ରେ 1 ବିଭକ୍ତକ 2 2ଟି ଅଛି। ଏଇଠି ଦେଖ ପିଲାମାନେ, ପରେ ଏଇଠି ଏଠି ବି ଗୋଟେ ପରାଟା, ତାକୁ 1 ବିଭକ୍ତକ 2 ଯୋଗ 1 ବିଭକ୍ତକ 2 ଲେଖିପାରିବା। 2 ବିଭକ୍ତକ 2 ହେଲେ 1 କଥା। ତାପରେ 1 ବିଭକ୍ତକ 2 ଏଇଟା ସେପାରେଟ ଯୋଗ କରିବା। ତ କେତୋଟି 1 ବିଭକ୍ତକ 2 ଆସିଲା? 5ଟି। ତ 5 ବିଭକ୍ତକ 2 ଲେଖିପାରିବା ଏଇଟା। 5 ବିଭକ୍ତକ 2 ଆଉ କେମିତି ଲେଖିପାରିବା ୟାକୁ? ଯେ ଦୁଇଟା ପରାଟା ଆଉ ଅଧା 2 ଯୋଗ 1 ବିଭକ୍ତକ 2 ପରାଟା ବି କହିପାରିବା, ଏମିତି ବି ଲେଖିପାରିବା। ଆଉ କେମିତି ଲେଖିପାରିବା? 2 ପୂର୍ଣ୍ଣ 1 ବିଭକ୍ତକ 2 ପରାଟା ବି ଲେଖିପାରିବା, ଏମିତି ବି ଲେଖିପାରିବା। ଏଇଟା ବି ଠିକ ହେଲା। ବୁଝିଗଲା ପିଲାମାନେ? ଏମିତି ବି ଠିକ। ଏଇଠି ସଂଖ୍ୟା ରେଖାରେ ଦେଖେଇବ ହେଲା କେମିତି। ଦେଖ ପିଲାମାନେ, ଏଇଟା ତମକୁ କେତେ ଦେଖେଇବାର ଅଛି? 5 ବିଭକ୍ତକ 2 ଦେଖେଇବାର ଅଛି। ଠିକ ଅଛି, 5 ବିଭକ୍ତକ 2 ଶୂନରୁ ଆରମ୍ଭ କରିବ ସଂଖ୍ୟା ରେଖା, ମାନେ ଲାଇନ ଗୋଟେ ଟାଣିଦବ ହେଲା, ରେଖା ଗୋଟେ ଟାଣିଦବ। ସେଠି ସମାନ ସମାନ ଗ୍ୟାପ ରଖିବ ପିଲାମାନେ। ଏଇ ଯୋଉ ଦୁଇଟା ସଂଖ୍ୟା ମଝିରେ ନାଇକି ଭଗ୍ନାଂଶ ମଝିରେ ସମାନ ସମାନ ଗ୍ୟାପ ଟା ରଖିବ ହେଲା। ତ 1 ବିଭକ୍ତକ 2 ମାନେ ହର କେତେ ଅଛି ପିଲାମାନେ? 5 ବିଭକ୍ତକ 2 ରେ ହରଟା 2 ଅଛି, ମାନେ ହରଟା 2 ଅଛି ମାନେ 1 ବିଭକ୍ତକ 2 କୁ ନେଇକି କେତେଟା ମିଶିକି 5 ବିଭକ୍ତକ 2 ହେଇଥିବ। ତ ସେଇ ହିସାବରେ 1 ବିଭକ୍ତକ 2 ନେବ, ତାପରେ 2 ବିଭକ୍ତକ 2 3 ବିଭକ୍ତକ 2 4 ବିଭକ୍ତକ 2 5 ବିଭକ୍ତକ 2 ଆସିଲା କି ନାଇଁ? ଏଟା ହବ ଏନ୍ସାର ତମର 5 ବିଭକ୍ତକ 2। ତ 2 ବିଭକ୍ତକ 2 ମାନେ 1, 4 ବିଭକ୍ତକ 2 ମାନେ ବି 1। ଦୁଇଟା 1 2 ଆଉ 1 ବିଭକ୍ତକ 2 ଗୋଟେ ଆଡ କଲେ ହଉଛି 5 ବିଭକ୍ତକ 2। ଠିକ ଅଛି। ଏଠି ରମଣର ମୌସୀ ରାଧିକା 6 ଖଣ୍ଡ ପରାଟା ଖାଇଲା। 6 ଖଣ୍ଡ ଖାଇଦେଲା। ସେ କେତୋଟି ପରାଟା ଖାଇଲା? 6 ଖଣ୍ଡ ଖାଇଲା ମାନେ 1 ବିଭକ୍ତକ 2 1 ବିଭକ୍ତକ 2 6ଟି। ତ 6 ବିଭକ୍ତକ 2 ଦେଖେଇବ ଏଠି ହେଲା। ବୁଝିଗଲା? 6 ବିଭକ୍ତକ 2 ମାନେ 3 2 3 6 ପଡିଯିବ। 3ଟା ପରାଟା ଖାଇଲା। ଏଠି ଲେଖିଛି ଜେଜେମାଙ୍କ ପାଖରେ 7 ଖଣ୍ଡ 1 ବିଭକ୍ତକ 2 ପରାଟା ଥିଲା। ସେ କେତୋଟି ପରାଟା ଖାଇଲେ? 7 ଖଣ୍ଡ 1 ବିଭକ୍ତକ 2 ପରାଠା ମାନେ 7 ବିଭକ୍ତକ 2 ପରାଟା ଖାଇଲେ ହେଲା। ଏଟା ବନେଇବ।
ଏଠି ରମଣ 6 ଖଣ୍ଡ 1 ବିଭକ୍ତକ 2 ପରାଟା, ଜେଜେ ବାପା 7 ଖଣ୍ଡ 1 ବିଭକ୍ତକ 2 ପରାଟା, ବାପା 5 ଖଣ୍ଡ 1 ବିଭକ୍ତକ 2 ପରାଟା। ଏହାକୁ ତମେ ସଂଖ୍ୟା ରେଖାରେ ଦର୍ଶେଇବ ହେଲା ପିଲାମାନେ। ଏଠି କରିଦେଇଛି ପିଲାମାନେ ଦେଖ, ରମଣ 6 ଖଣ୍ଡ 1 ବିଭକ୍ତକ 2 ପରାଟା ମାନେ କେତେ? 6 ବିଭକ୍ତକ 2 ପରାଟା, 1 ବିଭକ୍ତକ 2, 2 ବିଭକ୍ତକ 2, 3 ବିଭକ୍ତକ 2 ଏମିତି କରି 6 ବିଭକ୍ତକ 2 ଆସିବ। 1 ବିଭକ୍ତକ 2 ମାନେ 2 ବିଭକ୍ତକ 2 ମାନେ 1, 2 4 ବିଭକ୍ତକ 2 ହେଲା 2, 6 ବିଭକ୍ତକ 2 ମାନେ 3 ହେଲା। ମାନେ 6 ବିଭକ୍ତକ 2 ମାନେ 3ଟା ପରାଟା ସେ ଖାଇଲେ ହେଲା। ତାরপর ଜେଜେ ବାପା 7 ଖଣ୍ଡ 1 ବିଭକ୍ତକ 2 ପରାଟା ଖାଇଲେ ମାନେ 7 ବିଭକ୍ତକ 2 ପରାଟା ଖାଇଲେ। ଏହାକୁ ଦର୍ଶେଇବ ଏମିତି ହେଲା। ମାନେ ଗୁଲା ଗୁଲା 3ଟା ଖାଇଲେ, 3ଟା ଆଉ ଅଧା ଖାଇଲେ, 1 ବିଭକ୍ତକ 2 ଖାଇଲେ, 7 ବିଭକ୍ତକ 2। ତାପରେ ଏଇଠି 5 ଖଣ୍ଡ 1 ବିଭକ୍ତକ 2 ପରାଟା ଏଇଟା ଦେଖେଇ ଦେଇଛି, କରିନେବ ହେଲା। କେତୋଟି ପରାଟା ତିଆରି ହୋଇଥିଲା ଟୋଟାଲ? ସମସ୍ତଙ୍କୁ ଯୋଗ କର, 6 ବିଭକ୍ତକ 2, 7 ବିଭକ୍ତକ 2, 5 ବିଭକ୍ତକ 2। ହର ସମାନ ଥିଲେ ପିଲାମାନେ ଯୋଗ କରିବ ମାନେ ଲବ ମାନଙ୍କୁ ଖାଲି ଯୋଗ କରିଦେବ, ହରଟା ସମାନ ରହିବ ହେଲା। 2 ଅଛି, ସବୁ ହରଟା ସମାନ 2 ଅଛି, ସମାନ ଅଛି, ତ ତଳେ 2 ଲେଖିବ ହେଲା। ଆରୁ ଲବ ମାନଙ୍କୁ ଖାଲି ଯୋଗ କରିଦେବ ହେଲା। ହର ସମାନ ଥିଲେ ଖାଲି ଲବ ମାନଙ୍କୁ ଯୋଗ କରିଦେବ। 6, 7, 5 ଯୋଗ କରିଦେବ 18 ହେଇଗଲା ହେଲା। 18 ବିଭକ୍ତକ 2 ମାନେ 9ଟା ପରଟା ବନିଥିଲା ହେଲା, ତିଆରି ହେଇଥିଲା। ଏଟା ଗଲା। 9 ବିଭକ୍ତକ 4ଟା ପରାଟା। ଏଇଠି ପୁଣି 4 ଭାଗ କରିକି କରାଯାଇଛି, ଦେଖ 4 ଭାଗ କରାଗଲା ହେଲା। ସେଟା 2 ଭାଗ କରିକି ଆମେ ପଢିଲେ, ଏଟା 4 ଭାଗ। ଗୋଟେ ପରାଟାକୁ 1 ବିଭକ୍ତକ 4, 4ଟି ହେଲେ 1 ହୁଏ ହେବ। ତ ଏଇଟା 4ଟି 1 ବିଭକ୍ତକ, ମାନେ 4ଟି 1 ବିଭକ୍ତକ 4, 4ଟି 1 ବିଭକ୍ତକ 4 ଆଉ ଗୋଟିଏ 1 ବିଭକ୍ତକ 4 ମିଶିକି କେତେ ହେଲା? 4 4 8, 9 ବିଭକ୍ତକ 4ଟା ପରାଟା ବନେଇଲା। 9 ବିଭକ୍ତକ 4 ମାନେ କେତେ ପିଲାମାନେ? ତମର 8 ବିଭକ୍ତକ 4 ଆରୁ 1 ବିଭକ୍ତକ 4, ମାନେ ଟୋଟାଲ 2ଟା ପରାଠା ଆଉ 1 ବିଭକ୍ତକ 4ଟା ପରାଠା। ତ 2 ପୂର୍ଣ୍ଣ 1 ବିଭକ୍ତକ 4ଟା ପରାଠା ଲେଖିପାରିବ। ଏଟାକୁ ଏଠି ଦେଖେଇବ ଆଉ 9 ବିଭକ୍ତକ 4 ଏଠି ଦେଖାହେଇଛି କି ନି? ଏଠା ବି ଦିଆହେଇଛି 7 ଖଣ୍ଡ 1 ବିଭକ୍ତକ 4, 6 ଖଣ୍ଡ 1 ବିଭକ୍ତକ 4 ହେଲା, 12 ଖଣ୍ଡ 1 ବିଭକ୍ତକ 4, 10 ଖଣ୍ଡ 1 ବିଭକ୍ତକ 4। ଏଠି କଣ ନେବ ପିଲାମାନେ? 0 ଆଉ 1 ଭିତରେ କଣ ନେବ? କେତୋଟି 1 ବିଭକ୍ତକ 4 ନେବ? 4ଟି, ମାନେ 1 ବିଭକ୍ତକ 4, 2 ବିଭକ୍ତକ 4, 3 ବିଭକ୍ତକ 4, ତାরপর 4 ବିଭକ୍ତକ 4 ମାନେ 1 ହେଲା। ସମାନ ସମାନ ଟିକେ ଗ୍ୟାପ ରଖିବ ଆଉ। 1 ବିଭକ୍ତକ 4, 2 ବିଭକ୍ତକ 4, 3 ବିଭକ୍ତକ 4, ତାরপর 4 ବିଭକ୍ତକ 4 ବେଲେ 1 ଆସିବ ହେଲା। ତାরপরে 5 ବିଭକ୍ତକ 4, 6 ବିଭକ୍ତକ 4 ଏମିତି କରିକି କରିବ ହେଲା। କାମଟି କରିବା। ଏଟା ବି ସେମ୍ ସେମ୍ ଅଛି, ସେଇଟା ଦେଖିଦବ। କାମଟି କରିବ 28 ନମ୍ବର ପୃଷ୍ଠା। ପରଟା ଏବଂ ସଂଖ୍ୟାରେଖ ବ୍ୟବହାର କରି ଭଗ୍ନ ସଂଖ୍ୟା ଦର୍ଶାଅ ହେଲା। ଏଠି ଦେଖ ପିଲାମାନେ 2 ବିଭକ୍ତକ 3, 5 ବିଭକ୍ତକ 3 ଅଛି, 3 ବିଭକ୍ତକ 4, 5 ବିଭକ୍ତକ 4। ତାକୁ ଆମେ ପରାଟାରେ ଦେଖେଇବା ହେଲା। ଗୋଟେ ପରାଟାକୁ ଆମେ କେତେ ଭାଗରେ ଭାଙ୍ଗିବା? ଗୋଟେ ପୂର୍ଣ୍ଣାଙ୍ଗ ପରାଟା ଅଛି, ତାକୁ କେତେ ଭାଗରେ ଭାଙ୍ଗିବା? ତାର ହର କେତେ ଦିଆହେଇଛି? 3 ଦିଆହେଇଛି, ମାନେ 3 ଭାଗରେ ଭାଙ୍ଗିବା ଆମେ। ମାନେ ଗୋଟେ ପରାଟା ଅଛି ଏଠି, ଦେଖ ପରାଟା ଅଛି ମାନେ ତାକୁ 3 ଭାଗରେ ଭାଙ୍ଗିବା। ଏମିତି 3 ଭାଗରେ ଭାଙ୍ଗିବା। ଗୋଟେ ଭାଗକୁ କେତେ କହିବା? ଗୋଟେ ଭାଗକୁ 1 ବିଭକ୍ତକ 3 କହିବା, 1 ବିଭକ୍ତକ 3 କହିବା। ହର ହିସାବ ସବୁ ତମେ ନିଜେ ବନେଇ ପାରିବ। ହର କେତୋଟି ଅଛି ନିଜେ ଦେଖେଇ ପାରିବ କି ନାଇଁ? ଏଟା ତ 1 ହେଲା, 3ଟା 1 ବିଭକ୍ତକ 3 ମିଶିଲେ 3 ବିଭକ୍ତକ 3, ସେଇଟା 1 ହେବ। ତ ଏଠି 2 ବିଭକ୍ତକ 3 କୁ କେମିତି ଦେଖେଇବା? 2ଟା 1 ବିଭକ୍ତକ 3 ର ପରାଟା ଖଣ୍ଡ ଦେଖେଇବା ହେଲା। 5 ବିଭକ୍ତକ 3 କୁ 3ଟି ଦେଖେଇବା। ଏଇଟା 3ଟି 1 ବିଭକ୍ତକ 3 1 ହେଲା, ଆଉ ରହିଲା 2 ବିଭକ୍ତକ 3, ଏଇଟା 2 ବିଭକ୍ତକ 3 ଏଇଟା ହେଲା। ମାନେ 5ଟି 1 ବିଭକ୍ତକ 3 କୁ ଦେଖେଇବ ହେଲା। 5ଟା 1 ବିଭକ୍ତକ 3, ଏଇ 3ଟା ମିଶିକି 1 ହେଲା, ଏଇଟା 3 ଭାଗରୁ 2 ଭାଗ ହେଲା। ବୁଝିଗଲା କି ନାଇଁ? ଏଇଟାକୁ 5 ବିଭକ୍ତକ 3 କୁ କେମିତି ଦେଖେଇବ ତମେ? ଆଉ 2 ବିଭକ୍ତକ 3, ଏଇଟା 2 ବିଭକ୍ତକ 3 ହେଲା ପିଲାମାନେ। ମାନେ ହର ଯେତେ ଅଛି ସେତେ ରଖିକି ନେବ। 1 ବିଭକ୍ତକ 3, 2 ବିଭକ୍ତକ 3, 3 ବିଭକ୍ତକ 3, 4 ବିଭକ୍ତକ 3, 5 ବିଭକ୍ତକ 3। ଯଦି 5 ଭାଗ ହେଲା, ହରଟା 5 ଦେଇଥିଲେ କେମିତି କରିବ ପିଲାମାନେ? 1 ବିଭକ୍ତକ 5, 2 ବିଭକ୍ତକ 5, 3 ବିଭକ୍ତକ 5, 4 ବିଭକ୍ତକ 5, 5 ବିଭକ୍ତକ 5, ତାরপর 6 ବିଭକ୍ତକ 5 ଏମିତି କରି ନେବ ହେଲା। ତ 5 ବିଭକ୍ତକ 5 ଯେତେ ଆସିବ ସେଟା 1 ହେବ। 10 ବିଭକ୍ତକ 5 ଆସିବ 2, 15 ବିଭକ୍ତକ 5 ଆସିବ 3। ବୁଝିଗଲା ତ?
ସେମିତି କରିବ, ନିଜେ କଲେ ଜାଣିପାରିବ ଏଇଟା। 5 ବିଭକ୍ତକ 3। ତାପରେ 1 ଠାରୁ ବଡ ଭଗ୍ନ ସଂଖ୍ୟାକୁ ଗୋଲ ବୁଲାଅ ଦିଆଯାଇଛି। 1 ଠାରୁ ବଡ କେମିତି ଜାଣିବ ପିଲାମାନେ? ଯାହାର ଲବଟା ହର ଠାରୁ ବଡ, ଯାହାର ଲବଟା ହର ଠାରୁ ବଡ, ସେଇ ଭଗ୍ନ ସଂଖ୍ୟାଟି ହେବ ତମର 1 ଠାରୁ ବଡ ପିଲାମାନେ। ସିମ୍ପଲ ଭାଷାରେ ତମେ ଏଟାକୁ ବୁଝ। ଏଠି ଲବଟା ମାନେ ହରଟା ବଡ ହେଇଯାଇଛି, ହରଟା ବଡ ଅଛି, ଲବଟା ଛୋଟ ଅଛି, ମାନେ ଏଟା 1 ରୁ ସାନ ହେବ ହେଲା। 2 ବିଭକ୍ତକ 5 ବି ସେମିତି ସାନ ହେବ, 3 ବିଭକ୍ତକ 9 ବି ସାନ ହେବ, 2 ବିଭକ୍ତକ 3 ବି ସାନ ହେବ। ବାକି ଦେଖ 5 ବିଭକ୍ତକ 4 ଲବଟା ବଡ ଅଛି କି ନାହିଁ? ଲବଟା ଯଦି ବଡ ଅଛି ମାନେ ସେଟା ତା ହରରୁ, ନିଜ ହରରୁ, ମାନେ 4 ଅଛି ହର, ହରରୁ ଯଦି ଲବଟା ବଡ ହେଲା ମାନେ ପିଲାମାନେ ସେଇଟା ହେଲା 1 ଠାରୁ ବଡ। ତମେ ନିଜେ ବି ଯଦି ହରଣ କରି ଦେଖିବ ଯେ ପୂର୍ଣ୍ଣ ସଂଖ୍ୟାଟା 1 ମିଳିବ ମାନେ 4 ବିଭକ୍ତକ 4 ଆଉ 1 ବିଭକ୍ତକ 4, 4 ବିଭକ୍ତକ 4 କୁ ତ ହେଲା ପିଲାମାନେ 1 ଆଉ ଗୋଟେ 1 ବିଭକ୍ତକ 4 ଯାହା ବୋଲିଲା କି ନାହିଁ, ତ 4 ପୂର୍ଣ୍ଣ 1 ବିଭକ୍ତକ 4 ୟାକୁ ଲେଖିପାରିବ ତମେ। 4 ପୂର୍ଣ୍ଣ ସଂଖ୍ୟା ମିଳିଲାଣି ହେଲା। ତ ଏଇଟା ହେବ ତମର କଣ 1 ରୁ ଅଧିକା ହେବ, ମାନେ ସରି 1 ପୂର୍ଣ୍ଣ 1 ବିଭକ୍ତକ 4 ହେବ ହେଲା। 4 ବିଭକ୍ତକ 4 ଆଉ 1 ବିଭକ୍ତକ 4, ତ 4 ବିଭକ୍ତକ 4 କୁ 1 ଆଉ 1 ବିଭକ୍ତକ 4 କୁ କେତେ ହେବ ତମର ମିଶେଇ ଦେବ ବୋଲେ 1 ପୂର୍ଣ୍ଣ 1 ବିଭକ୍ତକ 4। ତମେ ନିଜେ ହରଣ କରିକି ବି ଦେଖିପାରିବ। ଏଇଠି ବି ଦେଖ ପିଲାମାନେ ଲବ ବଡ ଅଛି ମାନେ ଏଟା ବଡ, 1 ଠାରୁ ବଡ। ଏଇଠି ବି ଲବ ବଡ ଅଛି, ବଡ ହେବ। ଏଇଟା ବି ଯୋଉଟା ଗୋଲ କରିଛି ଦେଖ ସବୁ ବଡ ହେବ 1 ଠାରୁ ହେଲା। ଲବ ହର ଠାରୁ ବଡ ଥିବା ଭଗ୍ନ ସଂଖ୍ୟା ଗୁଡିକ 1 ଠାରୁ ବଡ ପିଲାମାନେ ହେଲା। ତାପରେ ଦେଖ 1 ସହିତ ଭଗ୍ନ ସଂଖ୍ୟା ଗୁଡିକୁ ତୁଳନା କରିବା। ଏଠି 1 ସହିତ ଭଗ୍ନ ସଂଖ୍ୟା ଗୁଡିକୁ ତୁଳନା କରିବା। ଏବେ କଲେ କି ନାହିଁ ପିଲାମାନେ? ସେଇଟା ହିଁ ହେଲା ଯେ ଯଦି ଲବ ହର ଠାରୁ ବଡ ଅଛି ତା ମାନେ ଯେ ତମର ଭଗ୍ନାଂଶଟି 1 ଠାରୁ ବଡ। ହର ଯଦି ବଡ ଅଛି ଲବ ଠାରୁ ମାନେ 1 ଠାରୁ ସାନ ହେବ ସେଇଟା। ଏଟା 1 କୁ ଆଧାର କରି ମାନେ 1 ଠାରୁ ବଡ କି ଛୋଟ ସେଇ ହିସାବରେ ତମେ ଚିହ୍ନ ଦିଅ ହେଲା। ଏଠି ଦେଖ 8 ବିଭକ୍ତକ 7, 9 ବିଭକ୍ତକ 15, କିଏ ବଡ କିଏ ଛୋଟ କେମିତି ଜାଣିବ? ଏଠି ଦେଖ ପିଲାମାନେ 8 ବିଭକ୍ତକ 7 ଆଉ 9 ବିଭକ୍ତକ 15ରେ ଏଠି ଲବ ବଡ ହେଲା, ଏଠି ଲବଟା ଛୋଟ ହେଲା। ଲବ ଯୋଉଠି ବଡ ସେଇଟା 1 ରୁ ବଡ କି ନାହିଁ କହିଲି, ଏଟା 1 ରୁ ବଡ ହଉଛି, ଏଇଟା 1 ରୁ ସାନ ହେଲା 9 ବିଭକ୍ତକ 15, ତ ବଡ କିଏ ହେଲା 8 ବିଭକ୍ତକ 7 ହେଲା। 13 ବିଭକ୍ତକ 20, 17 ବିଭକ୍ତକ 15, ଏଇଠି 17 ବିଭକ୍ତକ 15 ଏଇଟା 1 ଠାରୁ ବଡ ହେବ, ଲବ ବଡ ଅଛି। ତାପରେ 7 ବିଭକ୍ତକ 6, 8 ବିଭକ୍ତକ 8, 8 ବିଭକ୍ତକ 8 ତ 1 ହଉଛି, 1 ସହିତ ପୁରା ସମାନ ହେଇଯାଉଛି। ବାକି 7 ବିଭକ୍ତକ 6 1 ଠାରୁ ବଡ ହେବ, ଲବ ବଡ ଅଛି। 6 ବିଭକ୍ତକ 6, 19 ବିଭକ୍ତକ 12 ସେଇଟା ବି ସେମିତି 19 ବିଭକ୍ତକ 12 ବଡ ହେବ, ଲବ ବଡ ଅଛି। ଏଠି ବି ପିଲାମାନେ ଲବ ବଡ ଅଛି। ଏଠି ଦେଖ ପିଲାମାନେ 5 ଭାଗରୁ 15 ଭାଗ ଆଉ 4 ଭାଗରୁ କଣ 16 ଭାଗ, କିଏ ବଡ କିଏ ଛୋଟ କେମିତି ଜାଣିବ? ଏଇଟା ହେଲା ପିଲାମାନେ ଯେ ଏଟାକୁ ଲେଖିପାରିବ କଣ 15 ବିଭକ୍ତକ 5 କଣ ଲେଖିପାରିବ? 5 3 ରେ ଗୁଣିଲେ 15 ଆସୁଛି, ମାନେ 5 3 15 ମାନେ ପୂର୍ଣ୍ଣ ସଂଖ୍ୟା 3 ପଳେଇ ଆସିଲା ହେଲା। ଆଉ 16 ବିଭକ୍ତକ 4 ମାନେ ଏଇଠି କେତେ ଆସିବ? 16 ବିଭକ୍ତକ 4 ମାନେ ପିଲାମାନେ 4 4 16 ମାନେ 4 ଆସିବ। ତ କିଏ ବଡ ହେଲା? କିଏ ବଡ ହବ? 16 ବିଭକ୍ତକ 4। ତାପରେ ଦେଖ 1 ବିଭକ୍ତ ଯେମିତି 1 କୁ ଆଧାର କରିକି ଆମେ ତୁଳନା କଲେ ନା ପିଲାମାନେ, ଏଠି 1 ବିଭକ୍ତକ 2 କୁ ଆଧାର କରିକି ତୁଳନା କରିବା। ଏଠି ଦେଖ ପିଲାମାନେ ଏଇଠି ଟୋଟାଲ ଆମେ 8 ଭାଗ କରିଦେଲେ, 8 ଭାଗ କରିଦେଲେ ଯଦି ଗୋଟେ ପିଠାକୁ 8 ଭାଗ କରିଦେବା ମାନେ କେତୋଟି 8 ଭାଗ ହେବ? 8ଟି ହେବ, 1 ବିଭକ୍ତକ 8। ତ 4ଟାକୁ ଅଧା ଭାଗ କହିପାରିବା କି ନାହିଁ? 1 ବିଭକ୍ତକ 8, 4ଟାକୁ ଅଧା କହିପାରିବା କି ନାହିଁ? 1 ବିଭକ୍ତକ 2, ଅଧା ମାନେ 1 ବିଭକ୍ତକ 2। ଏଠି 6 ଭାଗ କରାଗଲା ପିଲାମାନେ, 6 ଭାଗ କରାଗଲା ମାନେ ୟାକୁ ଆମେ 3ଟି 1 ବିଭକ୍ତକ 6 କୁ ହେଲା, 3ଟିକୁ 6 ବିଭକ୍ତକ 6 ମାନେ 1 ଆସୁଛି, ତ 3ଟାକୁ ତାର ଅଧା କହିପାରିବା କି ନାହିଁ? 1 ବିଭକ୍ତକ 2 ଲେଖା ହେଇଛି ହେଲା। ଏଠି ସେମିତି 1 ବିଭକ୍ତକ 2
ସହିତ ନେଇକି ତୁଳନା କରିକି ଆମେ ଗୋଲ କରିବା। ଆଉ ଗୋଟେ କଥା କୁହାଯାଇଛି ଯେ ଏଠି ସମାନ ଥିବା ଭଗ୍ନ ସଂଖ୍ୟା, ଏକ ବିଭକ୍ତକ 2 ସହିତ ସମାନ ଥିବା ଭଗ୍ନ ସଂଖ୍ୟାକୁ ଗୋଲ କରିବ ପିଲାମାନେ। ଏଠି ଦେଖ ତ ଏକ ବିଭକ୍ତକ 2 ଯୋଉଟା ସମାନ ଅଛି, କେମିତି ଜାଣିବ ଏକ ବିଭକ୍ତକ 2 ସହିତ ସମାନ କି ନାହିଁ? ସିମ୍ପଲ ରେ ତମେ ଜାଣିବାର ଅଛି ବେଲେ ପିଲାମାନେ ଦେଖ ଯେ ଲବ ଲବକୁ ଲବ ହେଲା କେତେ ଗୋଟେ ଗୁଣିବ, ଲବରେ କେତେ ଗୋଟେ ଗୁଣିଲେ ହର ନାଇଁ, ସରି ଏକ ସେକେଣ୍ଡ, ଯେ ଲବ ସହିତ ତମେ 2 ଗୁଣନ କଲେ ହର ମିଳୁଥିବାର ଅଛି, ମାନେ ଲବର 2 ଗୁଣା ହର ଥିବାର ଅଛି, ତେବେ ଯାଇକି ଆମକୁ ଏକ ବିଭକ୍ତକ 2 ମିଳିବ। ମାନେ ଏଠି 2 ବିଭକ୍ତକ 4 ଦେଖ ପିଲାମାନେ, ଯେ 2 ଦୁणे 4 ଆସୁଛି କି ନାଇଁ, ହରଟା ତାର 2 ଗୁଣା, 2 ଗୁଣା ମାନେ ଏଇଟାକୁ ତମେ ନିଜେ ବି ଚେଷ୍ଟା କରିବ ବୋଲେ କରିପାରିବ, ଯେ 2 କୁ 2 ରେ ହରି ଦିଅ, କେତେ ଆସୁଛି 1, ତଲେ ବି 2 ରେ ହରି ଦିଅ 4 କୁ 2, ଏକ ବିଭକ୍ତକ 2 ଆସିଲା କି ନାଇଁ, ଏମିତି ବି କଲେ ଜାଣିପାରିବ ହେଲା। ଆଉ 5 ବିଭକ୍ତ 9 ରେ ସେମିତି ହବ କି, 3 ବିଭକ୍ତକ 5, ଏଇଟା ସବୁ ହବନି, ଦେଖ ଚେଷ୍ଟା କର ତମେ, ତାର 2 ଗୁଣା ହବ କି, ଏକ୍ସାକ୍ଟ 2 ଗୁଣା ହବନି ହେଲା। 6 ବିଭକ୍ତକ 12 ରେ ଦେଖ ପିଲାମାନେ, ଏଟା ଉପରେ ବି 2 ହରଣ କର, ତଲେ ବି 2 ହରଣ କର, ତ 2 ହରଣ କଲେ କେତେ ହବ, 2 3 6 ମାନେ 3 ଆସିଲା। ଆଉ ସରି ଏମିତି ନାହିଁ, 6 ରେ 6 ଦ୍ୱାରା ଏଇଟାକୁ କାଟ ତ, 6 ଦୁणे 12 ହଉଛି କି ନାଇଁ, 6 ଦୁणे 12 ଅଛି, ତ 6 ରେ ୟାକୁ ହରଣ କର, ଉପରେ ବି 6 ରେ ହରଣ କର, ତଲେ ବି 6 ରେ ହରଣ କର, ଉପରେ 6 ରେ ହରଣ କଲେ 6 କି 6 ହେବ, ତଲେ 6 ରେ ହରଣ କଲେ 12ଟା 6 ଭାଗ ହେଲେ 2 ଆସିବ ହେଲା, ଏକ ବିଭକ୍ତକ 2, ଏଇଟା ବି ମିଳିଲା। ତ ସିମ୍ପଲ ରେ ତମେ କରିବ ମାନେ ଦେଖିବ ଯେ ଚେକ୍ କରିବ, କେମିତି ଚେକ୍ କରିବ ପିଲାମାନେ, ଯେ ସେଟା ଏକ ବିଭକ୍ତକ 2 ସହିତ ସମାନ କି ନାହିଁ, ତାର ହର 2 ଗୁଣା ହଉଛି କି ନାହିଁ, ଲବରୁ ହରଟା 2 ଗୁଣା ହଉଛି କି ନାହିଁ ଚେକ୍ କରିଦବ। ଏଇଠି 7 ଦୁणे 14 ଆସୁଛି ହେବ, 10 ଦୁणे 20 ଆସୁଛି ହେବ, 5 ଦୁणे 10 ଆସୁଛି ହେବ, 8 ଦୁणे 16 ଆସୁଛି ହେବ, 6 ଦୁणे 12 ହୁଏ, 8 ହୁଏ କି ବୋଲେ ହେବନି, ଏଇଟା 5 ଦୁणे 10 ହୁଏ, 7 ଅଛି ହେବନି, 3 ଦୁणे 6 ଆସିବା କଥା, 5 ଅଛି ହେବନି, 5 ବିଭକ୍ତକ 9 ଅଛି, ଏଇଟା 10 ହେବା କଥା, 9 ଅଛି, 10 ହେଲେ ସମାନ ହେଇଥାନ୍ତା ଏକ ବିଭକ୍ତକ 2 ସହିତ। ଏଠି ଆଧାରରୁ କମ ଥିବା ଭଗ୍ନ ସଂଖ୍ୟା ଗୁଡିକୁ ଗୋଲ ବୁଲାଅ। ଆଧାର ମାନେ ଏଇ ଜାଗାରେ ପିଲାମାନେ ଆମେ ଏକ ବିଭକ୍ତକ 2 ର ପଢିଲେ ହେଲା, ଏକ ବିଭକ୍ତକ 2 କୁ ଆଧାର କରିକି ଏଇଟା ସବୁ ଗୋଲ ବୁଲା ହେଲା, ତାରଠୁ କମ ଥିବା ଏକ ବିଭକ୍ତକ 2 କୁ ଆଧାର କରି, ଏଠି ଲେଖିନି ତମର ବହିରେ ଯେ ଏକ ବିଭକ୍ତକ 2 କୁ କି 1 କୁ ଆଧାର କରିକି, ମତେ ଯାହା ଲାଗୁଛି କଣ, ଏବେ ଏକ ବିଭକ୍ତକ 2 ଆମେ ପଢିଲେ ମାନେ ଏକ ବିଭକ୍ତକ 2 କୁ ଆଧାର କରି ହିଁ କ୍ୱେଶ୍ଚିନ୍ ଦିଆଯାଇଥିବ। ତ ଦେଖ ପିଲାମାନେ, ଏକ ବିଭକ୍ତକ 2 ରୁ କୋଉ କୋଉଟା ଛୋଟ ଅଛି କେମିତି ଜାଣିବ, ଆଗ ଚେକ୍ କରିଦିଅ ଯେ ତମର ହରଟା ନାଇକି ତାର 2 ଗୁଣାରୁ ଅଧିକ ହଉଛି କି କମ ହଉଛି, ଲବର 2 ଗୁଣାରୁ ହରଟା ଅଧିକ ହଉଛି କି କମ ହଉଛି। ଦେଖ 3 କେତେରେ ଗୁଣିଲେ ନ ଆସିବ, ହର 3 ରେ ଗୁଣିଲେ ଆସିବ କି ନାଇଁ, 3 ରେ ଗୁଣିଲେ ଆସିବ ତମର 9, 3 ଗୁଣା ହେଇଗଲା ହେଲା। ଯଦି 2 ଗୁଣାରୁ ଅଧିକା ହେଇଯାଉଛି, 2 ଗୁଣାରୁ କମ ହେଲା ବେଲେ ଯାଇକି ତମର କଣ ହେବ, ଆଧାରରୁ କମ, ମାନେ 2 ଗୁଣା କିମ୍ବା 2 ଗୁଣାରୁ ଅଧିକା ହେଇଗଲା ମାନେ ସେଇଟା ଏକ ବିଭକ୍ତକ 2 ରୁ ସମାନ ହେଇଯିବ, ନହେଲେ ବଡ ହେଇଯିବ ପିଲାମାନେ। ତ ଏଇଟାକୁ ତମେ ନିଜେ ବି କରିକି ଦେଖିପାରିବ, ଯେ ଏଇଟା ଉପରେ ବି 3 ଦ୍ୱାରା ହରଣ କର, 3 1 3 ହେଲା, ତଳେ ବି 3 ଦ୍ୱାରା ହରଣ କର, 3 3 9, ମାନେ ଏକ ବିଭକ୍ତକ 3 ଆସିବ। ଏକ ବିଭକ୍ତକ 3 ଏକ ବିଭକ୍ତକ 2 ରୁ ବଡ କି ଛୋଟ, ଛୋଟ ହେବ, 2 ଭାଗରୁ 1 ଭାଗ ଯାହା 3 ଭାଗରୁ 1 ଭାଗ ତାଠୁ ଛୋଟ ହେବ କି ନାଇଁ, ହେବ। ତ ଦେଖ ଯେ ଆଧାରରୁ କମ ମାନେ କଣ କରିବ, ସରି କଣ ଭୁଲ କହିଲି କି ପିଲାମାନେ, ଟିକେ ଉଲ୍ଟା ହେଇଗଲା ମତେ ଯାହା ଲାଗୁଛି, ଯେ ତମର ଯେତେବେଳେ ଲବକୁ ଆମେ ଯେତେବେଳେ ଲବର କେତେ ଗୁଣା ହର ସେଇଟା ଚିନ୍ତା କରିବ, ଯଦି 2 ଗୁଣା ହେଲା ମାନେ ସେଇଟା ଏକ ବିଭକ୍ତକ 2 ସହିତ ସମାନ, ଯଦି 2 ଗୁଣାରୁ ଅଧିକା ହେଲା ମାନେ 3 ଗୁଣା ହେଲା, 4 ଗୁଣା ହେଲା, 5 ଗୁଣା ହେଲା, 6 ଗୁଣା ହେଲା, ଯାହା ବି ହେଲା ମାନେ ସେ ଏକ ବିଭକ୍ତକ 2 ରୁ କମ ହେବ ହେଲା। ହରଟା ବଡ ହେଲେ ଭଗ୍ନାଂଶଟି ଛୋଟ ହୁଏ, ହରଟା ବଡ ହେଲେ ଭଗ୍ନାଂଶଟି ଛୋଟ ହୁଏ। ଆଉ ଗୋଟେ କଥା ପିଲାମାନେ, ଯଦି ତମର ଲବର 2 ଗୁଣାରୁ କମ ମାନେ 1 ଗୁଣା, ଖାଲି 1 ଗୁଣା ରୁ ଅଧିକା ହେଇଯାଉଛି, ମାନେ 1 ଗୁଣା ହିଁ ହଉଛି ତମର,
2 ଗୁଣାରୁ କମ୍ ହଉଛି ମାନେ ସେଇଟା ତମର କଣ ହେବ 1 ବିଭକ୍ତ 2 ରୁ ଅଧିକା ହେଇଯିବ ହେଲା ପିଲାମାନେ। ତ ସିମ୍ପଲ ଦେଖ 3 3 9 ହଉଛି 2 ଗୁଣାରୁ ଅଧିକା ହେଲା ମାନେ ଏଇଟା ଆଧାରରୁ କମ୍। ଏଠି 2 ଦୁଣେ 4 ହଉଛି ପିଲାମାନେ 2 ଗୁଣା କଲେ 4 ଆସୁଛି କି ନାଇଁ? ତ ଏଇଟା 1 ବିଭକ୍ତ 2 ସହିତ ସମାନ ହେଇଗଲା ତ ସେଇଟାକୁ ଗୋଲ ବୁଲାଅନି ହେଲା। ଯୋଉଟା ତାଠୁ ଛୋଟ ସେଇଟାକୁ ହିଁ 12 କେତେରେ ଗୁଣିଲେ 15 ଆସେ 12 1 12 12 ଦୁଣେ 24 ହେଇଗଲାଣି। ତ 15 ତାଠୁ ଛୋଟ ହଉଛି 1 ରେ ଗୁଣା ଯାଉଛି 1 ରେ ଗୁଣିଲେ ଏଇଟାକୁ 1 ରେ ଗୁଣିଲେ ମାନେ ସେଇଟା 1 ବିଭକ୍ତ 2 ରୁ କେତେ ହେବ ବଡ ହେବ। এটা 1 ବିଭକ୍ତ 2 ରୁ ବଡ ହେବ ଅଧାରୁ ଅଧିକ ହେବ ଏଇଟା ଅଧାରୁ ଅଧିକ ହେବ ମାନେ ତମର ଗୋଲ ବୁଲେଇବନି ହେଲା। ଏଟା এটা କେତେ 1 ବିଭକ୍ତ 3 ଏଇଟା 1 ବିଭକ୍ତ 2 ରୁ କଣ ହେବ ଛୋଟ ହିଁ ହେବ। এটা 15 ବିଭକ୍ତ 31 ଦେଖ ପିଲାମାନେ 15 ଦୁଣେ 30 ହଉଛି 31 ଅଛି ହେଲା 2 ଗୁଣାରୁ ଅଧିକ ହେଲା 2 ଗୁଣାରୁ ଅଧିକ ହେଲା ମାନେ ଏଇଟା 1 ବିଭକ୍ତ 2 ରୁ ଛୋଟ। ଏଇଟା ବି 6 3 18 ହଉଛି ମାନେ ଛୋଟ ହେବ 3 5 15 ହଉଛି ହେଲା 2 ଗୁଣାରୁ ଅଧିକା ହେଇଗଲା ହର ମାନେ ସେଟା ଛୋଟ ହେବ 1 ବିଭକ୍ତ 2 ରୁ ଛୋଟ ହେବ। ଏଇଟାକୁ ଟିକେ ପ୍ରାକ୍ଟିସ କରିଦବ ହେଲା। ଆସ କାମଟି କରିବା। ତାପରେ ଦେଖ ପିଲାମାନେ ତଳେ ଦିଆଯାଇଥିବା କୋଠରୀରେ କିଛି ଭଗ୍ନ ସଂଖ୍ୟା ଦିଆଯାଇଛି ଆଧାରରୁ କମ୍ ଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ ଗୋଲ କରି ଦେଖାଅ। এটা করলে মତେ ଯାହା ଲାଗୁଛି এটা କଲେ କି ନାଇଁ এটা କଲେ ଆଗକୁ ବଢିବା। ଏଠି ଦେଖ ପିଲାମାନେ ଏଇଟା ଲାଷ୍ଟ ତମର ପାଠଟା ସରିଯିବ ଏବେ। ଏଠି ଦିଆହେଇଛି ସଂଖ୍ୟା ଗୁଡ଼ିକୁ ତୁଳନା କର ଯେଉଁଠାରେ ସମ୍ଭବ 1 ବିଭକ୍ତ 2 ସହିତ ବି ତୁଳନା କର ତମେ ତ ଜାଣିଲ ହେଲା 1 ବିଭକ୍ତ 2 ସହିତ କେମିତି ତୁଳନା କରିବ। ଯଦି ଲବ ନାଇଁ କି ତାର ହରଟା ଲବ ଆଉ ହରକୁ ତୁଳନା କରିବ ମାନେ ହରଟା ଯଦି ଲବର 2 ଗୁଣାରୁ ଅଧିକା ହେଇଗଲା ଲବର 2 ଗୁଣାରୁ ଅଧିକ ହେଇଯାଉଛି ମାନେ ସେଟା 1 ବିଭକ୍ତ 2 ରୁ ଛୋଟ ହେଲା। আর 2 ଗୁଣା ହେଇଗଲା ମାନେ 1 ବିଭକ୍ତ 2 ସହିତ ସମାନ ହବ ହେଲା। ନିମ୍ନଲିଖିତ ଭଗ୍ନ ସଂଖ୍ୟା ଗୁଡ଼ିକୁ ତୁଳନା କର ଯେଉଁଠାରେ ସମ୍ଭବ 1 ବିଭକ୍ତ 2 ସହିତ ଭଗ୍ନ ସଂଖ୍ୟା ଗୁଡ଼ିକୁ ତୁଳନା କର 2 ବିଭକ୍ତ 9 ଅଛି 4 ବିଭକ୍ତ 7 ଅଛି କିଏ ବଡ କିଏ ଛୋଟ। ଏଠି ଦେଖ ପିଲାମାନେ 9 ଭାଗରୁ 2 ଭାଗ 7 ଭାଗରୁ 4 ଭାଗ এটা କେମିତି ହେବ ପିଲାମାନେ ଯେ ଦେଖ ତ ଏଇଟା 2 ର କେତେ ଗୁଣା ଅଛି ତମର 9 ଟା 2 4 8 4 ଗୁଣାରୁ ଅଧିକ ହଉଛି। ଏଟା ଦେଖ 4 1 4 4 ଦୁଣେ 8 ବେଲେ ତାର 2 ଗୁଣାରୁ କମ ହଉଛି 2 ଗୁଣାରୁ କମ ହଉଛି ମାନେ 2 ଗୁଣାରୁ କମ ହଉଛି ମାନେ 1 ବିଭକ୍ତ 2 ରୁ ଅଧିକା ହେବ 2 ଗୁଣାରୁ ଅଧିକା ହେଲା ମାନେ 1 ବିଭକ୍ତ 2 ରୁ କମ ହେବ ମାନେ ଏଇଟା ବଡ ହେଲା ହେଲା। ତାରপর ଦେଖ ପିଲାମାନେ 11 ବିଭକ୍ତ 14 7 ବିଭକ୍ତ 20 ହେଲା 11 କେତେରେ ଗୁଣିଲେ 14 ଆସିବ 11 ଗୁଣେ ତ 22 ଅଧିକା ହେଇଗଲାଣି 11 କେ 11 ହିଁ ଯିବ ତ ଏଇଟା ତାର 2 ଗୁଣାରୁ କମ ହଉଛି 2 ଗୁଣାରୁ କମ ମାନେ ଏଇଟା ବଡ ହେବ ମାନେ 2 ଗୁଣାରୁ କମ ହଉଛି ମାନେ 1 ବିଭକ୍ତ 2 ରୁ ଏଇଟା ଛୋଟ ଆମର କଣ ହେବ ବଡ ହେବ ବଡ। ଆଉ 7 ବିଭକ୍ତ 20 7 7 ଦୁଣେ 14 7 ରେ 21 2 ଗୁଣାରୁ ଅଧିକ ଆସୁଛି ଏଇଟା 2 ଗୁଣାରୁ ଅଧିକ ଆସୁଛି ମାନେ ଛୋଟ ହେବ ଅଧିକ ଆସିଲେ ଛୋଟ କମ ଆସିଲେ ବଡ ହେଲା। ଏଇଟା ବି ବାକିଟା ବି ସେମିତି କରିଦବ ହେଲା ପିଲାମାନେ ସବୁ କରିଦେଇଛି ମୁଁ ତୁଳନା କରିଦବ। ଆଉ ଗୋଟେ ଲାଷ୍ଟ କ୍ୱେଶ୍ଚିନ୍ ରହିଲା ଦେଖ ପିଲାମାନେ ଯଦି ଗୋଟିଏ ପିମ୍ପୁଡିର ଲମ୍ବ 1 ବିଭକ୍ତ 4 ସେଣ୍ଟିମିଟର ତେବେ ସମାନ ଲମ୍ବର 16ଟି ପିମ୍ପୁଡି ଗୋଟିଏ ଧାଡିରେ ଚାଲୁଥିବେ ଉକ୍ତ ଧାଡିର ଲମ୍ବ କେତେ ସେଣ୍ଟିମିଟର ହବ ଗୋଟେ କୁ 1 ବିଭକ୍ତ 4 ସେଣ୍ଟିମିଟର ତ କେତୋଟି ଅଛି 16ଟା ପିମ୍ପୁଡି 16ଟା ପିମ୍ପୁଡି ବେଲେ କେତେ ହବ ପିଲାମାନେ 16ଟା 1 ବିଭକ୍ତ 4 କି ନାଇଁ ଏଇ ଯୋଉ ଲମ୍ବଟା ଏଇଠୁ ଏଇଠି 16ଟା 1 ବିଭକ୍ତ 4 16ଟା 1 ବିଭକ୍ତ 4 ମାନେ କେମିତି ଲେଖିବ 16ଟି 1 ବିଭକ୍ତ 4 ମାନେ 16 ବିଭକ୍ତ 4 ମାନେ 4 ସେଣ୍ଟିମିଟର ହବ ଏଇ ଟୋଟାଲଟା କେତେ ହବ 4 ସେଣ୍ଟିମିଟର ହବ ହେଲା। ଏଇଠି ପିଲାମାନେ ଆମର ପାଠଟା ସରିଗଲା ହେଲା। ଭଲସେ ତମର ଯେତେ ବି ଯୋଉ ଅଭ୍ୟାସ କାର୍ଯ୍ୟ ସବୁ ଦିଆହେଇଛି ଆସ କାମଟି କରିବା ସବୁକୁ ଭଲସେ କରିବ ବୁଝିକି କରିବ ହେଲା। ପିଲାମାନେ ଆଜି ଆମର ଏଇ କ୍ଲାସକୁ ଏଠି ଶେଷ କରିବା ଧନ୍ୟବାଦ।